ତ ଯୋଗ ଦେଇଛନ୍ତି। ସମସ୍ତଙ୍କୁ ନମସ୍କାର ଜଣାଏ। ପ୍ରଭୁଙ୍କ ମହାନାମର ଧନ୍ୟବାଦ ହଉ। ସେ ଆମମାନଙ୍କୁ ବଞ୍ଚେଇଛନ୍ତି ଆଉ ଏଇ ସନ୍ଧ୍ୟା ସମୟରେ ତାଙ୍କ ଚରଣ ତଳେ ବସି ତାଙ୍କର ଗୌରବ କରିବା ପାଇଁ, ତାଙ୍କର ପ୍ରଶଂସା କରିବା ପାଇଁ ଆମମାନଙ୍କୁ ଏ ସୁନ୍ଦର ସୁଯୋଗ ଦେଇଛନ୍ତି। ଆଉ ବୋଧହୁଏ ଲାଗୁଛି ମତେ ଏଇଟା 1359 ଦିନର ଜର୍ଣ୍ଣି ଆଜି ପର୍ଯ୍ୟନ୍ତ କମ୍ୟୁନିଟି ପ୍ରେୟର କୋଭିଡ ର ସମୟରୁ ଆରମ୍ଭ ହେଇଥିଲା। ଆଉ ମୁଁ ଡେଭିଡ ଭାଇଙ୍କୁ ଆ, ତାଙ୍କର ଟୋଟାଲି ଟିମକୁ ଧନ୍ୟବାଦ ଦିଏ ଯେ ଏଇଟା କଣ୍ଟିନ୍ୟୁ ଆପଣ ମାନେ ଜାରି ରଖିଛନ୍ତି। ତତ୍ ସଙ୍ଗେ ସଙ୍ଗେ ମୁଁ ଆ, ପରିଚାଳିକା ଭଉଣୀ ଆଉ ସାବିତ୍ରୀ ଭଉଣୀକୁ ଧନ୍ୟବାଦ ଦିଏ ଯେ ଉତ୍ତମ ଭାବେ ପରମେଶ୍ୱରଙ୍କର ଗୀତ ଗାନ କରାଯାଇଛି ଆଉ ପରମେଶ୍ୱର ନିହାତି ଗୌରବାନ୍ୱିତ ହେଉଛନ୍ତି। ପୁନର୍ବାର ସମସ୍ତଙ୍କୁ ନମସ୍କାର ଏବଂ ମେରି ଖ୍ରୀଷ୍ଟମାସ। ଆଉ ଏଇଟା ଖ୍ରୀଷ୍ଟମାସ ସିଜନ ଆମ ମାନଙ୍କର ଖ୍ରୀଷ୍ଟିଆନ ମାନଙ୍କ ପାଇଁ ବହୁତ ଗୋଟେ ଗୁରୁତ୍ୱପୂର୍ଣ୍ଣ ସିଜନ। ଏଇଟା ୟାକୁ ସିଜନ ହିସାବରେ ନିଆଯାଏ ଆଉ ଆମେ ସମସ୍ତେ ପାଳନ କରୁଅଛୁ। ମୁଁ ଆଶା କରୁଛି ପ୍ରତ୍ୟେକଙ୍କ ଘରେ ଘର ସଜେଇବାଠୁ ଆରମ୍ଭ କରି ବିଭିନ୍ନ ବିଷୟ ଗୁଡାକ ଘରକୁ କଲର କରିବା ଏବଂ ପୋଷାକ ପତ୍ର କିଣିବା ପ୍ରତ୍ୟେକ ଜିନିଷ ଆରମ୍ଭ ହେଇଯାଇଥିବ ବୋଲି ମନେ କରେ। ଆଉ ମୁଁ ପ୍ରଭୁଙ୍କୁ ପ୍ରାର୍ଥନା କରେ ଏଇ ବର୍ଷ ସମସ୍ତଙ୍କୁ ସେ ଆଶୀର୍ବାଦ କରନ୍ତୁ, ପ୍ରତ୍ୟେକ ଖ୍ରୀଷ୍ଟୀୟ ପରିବାର ସାଥିରେ ପ୍ରତ୍ୟେକ ଭାରତ ବର୍ଷ ଏବଂ ପୃଥିବୀରେ ସମସ୍ତ ପରିବାରକୁ ସେ ସୁଖ ଶାନ୍ତି ଦିଅନ୍ତୁ। ତତ୍ସଙ୍ଗେ ସମସ୍ତଙ୍କୁ ଯାହା ଆବଶ୍ୟକ ଅଛି ପ୍ରତ୍ୟେକ ଜିନିଷ ଯୋଗାନ୍ତୁ। ଆଜି ଆମେ ଆ, ଖ୍ରୀଷ୍ଟମାସ ଉପରେ ବିଷୟ ଆରମ୍ଭ କରିବା। ମୁଁ ଗୋଟେ ଆ, କିଛି ବିଷୟ ମୁଁ ନେଇଅଛି ଯାହା ମାଥ୍ୟୁ 11:18-25 ପଦ ପର୍ଯ୍ୟନ୍ତ କିଏ ଯଦି ମତେ ପଢି ସାହାଯ୍ୟ କରିବେ କିମ୍ବା ନା ମୁଁ ପଢିବି ବାହାର କରିବେ କି କିଏ? ମାଥ୍ୟୁ 1:18-25 ଜଣେ ପଢିବେ ଆଉ ଜଣେ ଜିରିମିୟ 33:1-11। ଏ ଦିଟା ଜିନିଷ ଆମେ ପଢିବା ଆଉ ଆମେ ଆଜିର ବାକ୍ୟ ମଧ୍ୟକୁ ଯିବା। ସାର୍ ମାଇକ୍ ଅନ୍ କରନ୍ତୁ, କିଏ ଜଣେ ପଢନ୍ତୁ। ମାଥ୍ୟୁ ମାଥ୍ୟୁ 11 କହିଲେ। ମାଥ୍ୟୁ 1:18-25। ଆଜ୍ଞା। କଣ? ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାର ହେଲା। ତାହାଙ୍କ ମାତା ମରିୟମଙ୍କର ଯୋସେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନଙ୍କର ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ କର୍ତ୍ତୃତ୍ୱ ଗର୍ଭବତୀ ହୋଇ ଅଛନ୍ତି ବୋଲି ଜଣାପଡ଼ିଲା। ଏଥିରେ ତାଙ୍କ ସ୍ୱାମୀ ଯୋସେଫ ଧାର୍ମିକ ଥିବାରୁ ଏବଂ ତାଙ୍କୁ ପ୍ରକାଶରେ ନିନ୍ଦାର ପାତ୍ର କରିବାକୁ ଇଚ୍ଛା ନ କରିବାରୁ ଗୋପନରେ ତାଙ୍କୁ ପରିତ୍ୟାଗ କରିବାକୁ ସ୍ଥିର କଲେ। କିନ୍ତୁ ସେ ଏହା ମନସ୍ଥ କଲା ପରେ ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ତାଙ୍କୁ ଦର୍ଶନ ଦେଇ କହିଲେ, ହେ ଦାଉଦଙ୍କ ସନ୍ତାନ ଯୋସେଫ, ତୁମର ଭାର୍ଯ୍ୟା ମରିୟମକୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାଙ୍କର ଗର୍ଭର ପବିତ୍ର ଆତ୍ମାଙ୍କର କର୍ତ୍ତୃତ୍ୱ ହୋଇଅଛି। ସେ ପୁତ୍ର ପ୍ରସବ କରିବେ ଆଉ ତୁମେ ତାହାଙ୍କର ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ମାଓବାଦୀମାନଙ୍କ ଦ୍ୱାରା ପ୍ରଭୁଙ୍କର ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥି ନିମନ୍ତେ ଏ ସମସ୍ତ ଘଟିଲା। ଦେଖ, ଜଣେ କନ୍ୟା ଗର୍ଭବତୀ ପୁତ୍ର ପ୍ରସବ କରିବେ ଆଉ ଲୋକେ ତାହାଙ୍କ ନାମ ଇମାନୁଏଲ ଦେବେ। ଏହି ନାମର ଅର୍ଥାତ୍ ଆମମାନଙ୍କ ସହିତ ଈଶ୍ୱର। ଏଥିରେ ଯୋସେଫ ନିଦ୍ରାରୁ ଉଠି ପ୍ରଭୁଙ୍କ ଦୂତ ତାଙ୍କୁ ଯେପରି ଆଜ୍ଞା ଦେଇଥିଲେ ସେହିପରି ସେ କଲେ ଓ ନିଜ ଭାର୍ଯ୍ୟାଙ୍କୁ ଗ୍ରହଣ କଲେ। କିନ୍ତୁ ସେ ପୁତ୍ର ପ୍ରସବ ନ କରିବା ପର୍ଯ୍ୟନ୍ତ ତାଙ୍କ ସହବାସ କଲେ ନାହିଁ ଆଉ ସେ ପୁତ୍ରଙ୍କ ନାମ ଯୀଶୁ ଦେଲେ। ଓକେ, ଧନ୍ୟବାଦ ପ୍ରଭୁ, ବିଶେଷ କରି ଆଶୀର୍ବାଦ କରନ୍ତୁ। ତ ଏଇଠି ଆମେ ଦେଖୁଛୁ ଯେ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମର ସାର କଥା ଏଇ ଜାଗାରେ ଲେଖା ହେଇଛି। ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମର ସାର କଥା ଏଇ ଜାଗାରେ ଆମେ ଦେଖୁଛୁ। ତ ୟା ସାଥିରେ ଲିଙ୍କ କରିବା ପାଇଁ ମୁଁ ଆଉ ଗୋଟେ ଜିନିଷ ଆପଣମାନଙ୍କ ସାମ୍ନାରେ ରଖିବା ପାଇଁ ଚାହେଁ। ତାହା ହଉଛି ଜିରିମିୟ 33:10-11। ମୁଁ 13 ପର୍ଯ୍ୟନ୍ତ ପଢିଦିଏ। ସଦାପ୍ରଭୁ ଏଇ କଥା କହନ୍ତି, ତୁମେମାନେ ଏହି ଯେଉଁ ସ୍ଥାନକୁ ଧ୍ୱଂସିତ, ନରଶୂନ୍ୟ ଓ ପଶୁ ଶୂନ୍ୟ ବୋଲି କହୁଅଛ,
ସେଠାରେ ଅର୍ଥାତ୍ ଧ୍ୱଂସିତ ନରଶୂନ୍ୟ ନିବାସୀ ବିହୀନ ଓ ପଶୁଶୂନ୍ୟ ଜିହୁଦାର ନଗର ସମୂହରେ ଓ ଜିରୁସାଲାମର ସକଳ ସଡ଼କରେ ଆନନ୍ଦ ଧ୍ୱନି, ହର୍ଷନାଦ, ବରର ରବ ଓ କନ୍ୟାର ରବ, ପୁଣି ସୈନ୍ୟାଧିପତି ସଦାପ୍ରଭୁଙ୍କର ଧନ୍ୟବାଦ କର, କାରଣ ସଦାପ୍ରଭୁ ମଙ୍ଗଳମୟ ଓ ତାହାଙ୍କ କରୁଣା ସଦାକାଳ ସ୍ଥାୟୀ ବୋଲି ଯେଉଁମାନେ କହନ୍ତି, ସେମାନଙ୍କ ରବ ଓ ସଦାପ୍ରଭୁଙ୍କ ଗୃହକୁ ଧନ୍ୟବାଦ ରୂପ ବଳି ଆଣିବା ପାଇଁ ଲୋକମାନଙ୍କର ରବ ପୁନର୍ବାର ଶୁଭାଯିବ। କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ପୂର୍ବ କାଳର ନ୍ୟାୟ ଦେଶର ବନ୍ଦିତ ଅବସ୍ଥା ପରିବର୍ତ୍ତନ କରିବା। ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଏହି ନରଶୂନ୍ୟ ଓ ପଶୁଶୂନ୍ୟ ଧ୍ୱଂସ ସ୍ଥାନରେ ଓ ତହିଁର ସକଳ ନଗରରେ ପୁନର୍ବାର ପଶୁପାଳକ ମାନଙ୍କ ବସତି ସ୍ଥାନ ହେବ। ସେମାନେ ସେଠାରେ ଆପଣା ଆପଣା ପଲମାନଙ୍କୁ ବିଶ୍ରାମ କରାଇବେ। ସଦାପ୍ରଭୁ କହନ୍ତି, ପାର୍ବତ୍ୟ ଦେଶର ନଗର ସମୂହରେ, ନିମ୍ନ ଭୂମିର ନଗର ମାନରେ ଓ ଦକ୍ଷିଣ ଦିଗସ୍ଥ ସକଳ ନଗରରେ ଓ ବିନ୍ୟାମିନ ଦେଶରେ ଓ ଜିରୁସାଲାମର ଚତୁର୍ଦିଗସ୍ଥ ଅଞ୍ଚଳରେ ଓ ଜିହୁଦାର ନଗର ମାନଙ୍କରେ ମେଷ ଗଣନାକାରୀ ମାନେ ଲୋକର ଅଧୀନସ୍ଥ ମେଷପଲ ପୁନର୍ବାର ଗତାୟତ କରିବେ। ଯଦି ଆମେ 15 ଦେଖିବା, ମୁଁ ପଢି ଯାଉନି, ସେ ସକଳ ଦିନରେ ଓ ସେହି ସମୟରେ ଆମେ ଦାଉଦ ବଂଶର ଧର୍ମ ରୂପ ଏକ ଶାଖା ଉତ୍ପନ୍ନ କରାଇବା, ପୁଣି ସେ ଦେଶରେ ନ୍ୟାୟ ବିଚାର ଓ ଧର୍ମ ପ୍ରଚଳିତ ହେବ। ପ୍ରଭୁ ଆମମାନଙ୍କୁ ଏ ପଠିତ ବାକ୍ୟ ଗୁଡ଼ିକରେ ଆଶୀର୍ବାଦ କରନ୍ତୁ। ଆମେ ପ୍ରଥମେ ଦେଖିଲୁ ଯେ ମାଥ୍ୟୁ 1:18-25 ପର୍ଯ୍ୟନ୍ତ ସେଠି ଯୋସେଫ ଆଉ ମରିୟମଙ୍କର ବିଷୟ ଲେଖା ଅଛି। ଆଉ ଯୀଶୁଖ୍ରୀଷ୍ଟ କିଭଳି ଭାବରେ ପରମେଶ୍ୱରଙ୍କ କର୍ତ୍ତୃତ୍ୱରେ ମରିୟମଙ୍କ ଗର୍ଭରେ ରହିଲେ, ଆଉ ତାର ଏଇ କାହାଣୀକୁ ବା ତାର ଘଟଣାବଳୀକୁ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ବିସ୍ତୃତ ଭାବରେ ପୁରା କ୍ଲିୟରଲି ବର୍ଣ୍ଣନା କରାଯାଇଛି। ମୁଁ ଆଜି ପରମେଶ୍ୱରଙ୍କ ଯୋଜନାର 3ଟି ସୋପାନ ବିଷୟ ଆପଣମାନଙ୍କ ସାମ୍ନାରେ ରଖିବା ପାଇଁ ଚେଷ୍ଟା କରିବି। ତ ପରମେଶ୍ୱରଙ୍କର ଯୋଜନାର ଅନେକ ସୋପାନ ମାନଙ୍କ ଭିତରୁ ଏଇ ସୋପାନ ଗୋଟେ, ଆଉ ତାଙ୍କର ସୃଷ୍ଟି ଠାରୁ ଆଉ ଯୀଶୁଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ସେ ଏଇ ଯୋଉ ହିସାବରେ ସେ ବର୍ଣ୍ଣନା କରିବା ପାଇଁ ଯାଇଛନ୍ତି ବା ଆମମାନଙ୍କୁ ବିଭିନ୍ନ ଧର୍ମଶାସ୍ତ୍ର ଦ୍ଵାରା ବିଭିନ୍ନ ଚିହ୍ନ ଗୁଡାକ ଦେଇଛନ୍ତି। ମୁଁ ସେଇ ଚିହ୍ନ ଗୁଡାକ ଆପଣମାନଙ୍କ ସାମ୍ନାରେ ଆଜି ରଖିବା ପାଇଁ ଚେଷ୍ଟା କରିବି। ଆମ ଜୀବନରେ ଅନେକ ଥର ଆମେ ଆମ ରାସ୍ତାରେ ଗଲାବେଳେ, ଆମ ଜୀବନର ପଥରେ, ଆମ ପରିବାରରେ ଆମେ ଅନେକ ଚିହ୍ନ ଗୁଡାକ ପାଇଥାଉ ନାଇଁ। ଉଦାହରଣ ସ୍ୱରୂପ ଆଖିରେ ଭାବେ ଆମେ ରୋଡରେ ଗଲାବେଳେ ଲେଫ୍ଟ ଟର୍ନ, ରାଇଟ ଟର୍ନ, ୟୁ ଟର୍ନ ଆଉ ହମ୍ପସ ଅଛି, ଏଭଳି ଆମେ ପାଉଛୁ ଚିହ୍ନ ଗୁଡାକ। ଯେ ସେ ଚିହ୍ନ ଦେଖିକି ଆମେ ଏବେ ଲେଫ୍ଟକୁ ଯିବାକୁ ପଡିବ, ଏବେ ରାଇଟକୁ ଯିବାକୁ ପଡିବ, ଏବେ ସାମ୍ନାକୁ ଯିବାକୁ ପଡିବ, ଆମେ ନିଜ ଜୀବନର ନିଷ୍ପତ୍ତି ନେଇଥାଉ। ସେଭଳି ଆମ ପରିବାରର ଜୀବନରେ ଏବଂ ପ୍ରକୃତ କଥା କହିବାକୁ ଗଲେ ଆମ ଆତ୍ମିକ ଜୀବନର ଅନେକ ଚିହ୍ନ ଗୁଡାକ ଆମକୁ ପରମେଶ୍ୱରଙ୍କ ବାକ୍ୟ କହିଥାଏ। ତ ଆମକୁ କଣ କରିବାକୁ ପଡିବ, କୋଉ ସମୟରେ କଣ କରିବାକୁ ପଡିବ, ଆମକୁ ତାହା ବୁଝିବାକୁ ପଡିବ। ବେଳେ ବେଳେ ଆମେ ନିଜ ଜ୍ଞାନ ଉପରେ ନିର୍ଭର କରିକିରି ସେଇ ଚିହ୍ନ ଗୁଡାକକୁ ନିଜ ହିସାବରେ ବୁଝିବା ପାଇଁ ଆମେ ଚେଷ୍ଟା କରିଥାଉ। ଯେମିତିକି ଆମେ ଅନେକ ଚିହ୍ନ ଗୁଡାକ ଅଛି, ଯୋଉ ଚିହ୍ନ ରୋଡରେ ଗଲାବେଳେ ଆରଟିଓ ଡିପାର୍ଟମେଣ୍ଟର ଅନେକ ଚିହ୍ନ ଗୁଡାକ ଅଛି, ଆମେ କିଛି ଚିହ୍ନ ଜାଣିନଥାଉ, ଦେଖିଦେଲା ପରେ ହଁ କଣ ହେଇଥିବ ତାକୁ ଜାଣିବା ପାଇଁ ଚେଷ୍ଟା ନ କରୁଥାଉ। ସେମିତି ବାଇବଲରେ ପରମେଶ୍ୱର ଆମକୁ ଦର୍ଶନ ମାଧ୍ୟମରେ, କଥା ମାଧ୍ୟମରେ ଅନେକ ବିଷୟ କହିବା ପାଇଁ ଚାହାନ୍ତି ଆଉ କହିଥାନ୍ତି। ତାକୁ ବେଳେ ବେଳେ ଆମେ ବି ଜାଣିପାରି ନଥାଉ ଆଉ ତାକୁ ବୁଝିବାକୁ ଚେଷ୍ଟା ବି କରିନଥାଉ। ମୁଁ ଗୋଟିଏ କଥା ଆଜି ଆପଣମାନଙ୍କ ସମ୍ମୁଖରେ ରଖିବାକୁ ଚାହେଁ ଯେ ପରମେଶ୍ୱର ଯାହା ସବୁ ଘଟଣା ମୋ ଜୀବନରେ, ଆପଣଙ୍କ ଜୀବନରେ କରୁଅଛନ୍ତି ବା କରିଅଛନ୍ତି ବା ଆଗକୁ କରିବାକୁ ଯାଏ, ତାହା କୌଣସି ରୂପେ ଆକ୍ସିଡେଣ୍ଟାଲ କିମ୍ବା ବାଇଚାନ୍ସ ନୁହଁ। ତାହା ସମ୍ପୂର୍ଣ୍ଣ ରୂପେ ଯୋଜନାବଦ୍ଧ ଭାବେ ପରମେଶ୍ୱର ଆପଣଙ୍କ ଜୀବନରେ, ଆପଣଙ୍କ ପରିବାରରେ, ମୋ ଜୀବନରେ, ମୋ ପରିବାରରେ କରନ୍ତି। ହଠାତ୍ କୌଣସି ଜିନିଷ ହେଇଯାଏନି। ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଯୋଉ ପ୍ରକାର ଜୀବନ ଅତିବାହିତ କରି ଆସିଅଛନ୍ତି ବା ମୁଁ ମୋର ପରିବାର ଯୋଉ ପ୍ରକାର ଜୀବନ ଅତିବାହିତ କରି ଆସିଅଛୁ, ସେଟା ସମ୍ପୂର୍ଣ୍ଣ ରୂପେ ଯୋଜନାବଦ୍ଧ ଭାବେ ଈଶ୍ୱର ପ୍ରତ୍ୟେକ ଜିନିଷ କରିଛନ୍ତି। ମୁଁ ଆପଣ ମାନେ କୌଣସି ପ୍ରକାର ଇଭେନ ଏପରିକି ଆମ ଜନ୍ମ ନେବାଟା ଠାରୁ ଆରମ୍ଭ କରି ଆମ ମୃତ୍ୟୁ ପର୍ଯ୍ୟନ୍ତ ଆମେ ନିଜ ଇଚ୍ଛାରେ କିଛି କରିନଥାଉ। ଆପଣ ଏବଂ ମୁଁ ନିଜ ଇଚ୍ଛାରେ ଜନ୍ମ ହେଇନାଉ। ପରମେଶ୍ୱର ଆପଣଙ୍କୁ ଆପଣଙ୍କର ମାଙ୍କର ହୃଦୟ ଉମ୍ବରେ ବା ପେଟରେ ଧାରଣ କରିଲେ। ଏଠି ଆପଣଙ୍କର କିଛି ରୋଲ ହିଁ ନାହିଁ, ମୋର କିଛି ରୋଲ ନାହିଁ ଏଠି।
ଶେଷରେ ଯେତେବେଳେ ଆପଣଙ୍କ ମୋର ଜୀବନ ଯିବ, ଆମେ ଯେତେ ବଞ୍ଚିବାକୁ ଚେଷ୍ଟା କରିବା ସିନା ବଞ୍ଚିବାକୁ ପଡିବ, ଆମର କିଛି ରୋଲ ହିଁ ନାହିଁ ଲାଇଫର। ଆମେ ଯୋଉ ପ୍ରକାର ଚେହେରା ନେଲୁ, ଯୋଉ କଲର ନେଲୁ, ଯାହା ନେଲୁ, ଏଠି ଆମର କିଛି କହିବାର ନାହିଁ, କିଛି କରିବାନି। ଯେତିକି ବୁଦ୍ଧି, ଯେତିକି ଉଚ୍ଚା ହେଲୁ, ଯେତେ ହେଲ୍ଥ ହେଲୁ, କଣ ହେଲା କଣ ନାହିଁ, ଏଠି ଆମର କୌଣସି ମାତ୍ରାରେ ନିଜର ଇଚ୍ଛାରେ କିଛି ଜିନିଷ ହେଇନାହିଁ। ମୁଁ ଏହା କହିବାକୁ ଚାହେଁ ଯେ ପ୍ରତ୍ୟେକ ବିଷୟ ପରମେଶ୍ୱରଙ୍କର ଯୋଜନା ଅନୁସାରେ ହିଁ ହୁଏ। ଆପଣ ଏବଂ ମୋର ଯୋଜନା ଅନୁସାରେ କିଛି ଜିନିଷ ହୁଏନି। ଏପରିକି ଆପଣ ଆପଣଙ୍କ ପରିବାରରେ ଘର ତିଆରି କଲେ, କୌଣସି ଜିନିଷ କିଣିଲେ ବା କୌଣସି ଇଏ କଲେ, ପ୍ରତ୍ୟେକ ବିଷୟ ଆପଣଙ୍କ ଇଚ୍ଛାରେ ସେଟା ହେଇନାହିଁ। ମନେ ରଖିଥାନ୍ତୁ, ମନେ ରଖିଥାନ୍ତୁ, ସେଟା ଆମର କୌଣସି ଯୋଜନାରେ ହେଇନଥାଏ। ପ୍ରତ୍ୟେକ ବିଷୟ ପରମେଶ୍ୱରଙ୍କ ଯୋଜନାରେ ହୁଏ। ତ ତାଙ୍କରି ଯୋଜନାକୁ ମୁଁ ଆଜି ଏଇ ଯୋଉ ବାକ୍ୟ ଆମେ ଅଧ୍ୟୟନ କଲୁ, ତା ଦ୍ୱାରା ତିନିଟା ପାର୍ଟରେ ମୁଁ ଆପଣ ମାନଙ୍କ ସାମ୍ନାରେ ରଖିବା ପାଇଁ ଚାହେଁ ଯେ ପରମେଶ୍ୱର କିଭଳି ଭାବରେ ଆଉ ଏଇ ସବୁ ବିଷୟ ସବୁ ଘଟଉଛନ୍ତି। ତ ଆମେ ପ୍ରଥମେ ଦେଖିଲୁ ଆଉ ଆମର ମାଥ୍ୟୁ ପୁସ୍ତକରେ ଯେ ସେତେବେଳେ ତାଙ୍କର ବିବାହ ହେଇନଥିଲା, ନାଇଁ, ତାଙ୍କର ବିବାହ ହେଇନଥିଲା। କାହାର ନା ଯୋସେଫ ଏବଂ ମରିୟମଙ୍କର ବିବାହ ପାଇଁ ନିର୍ବନ୍ଧ ହୋଇଥିଲା। ଆଉ ନିର୍ବନ୍ଧର ଏଇ ସମୟରେ ଯୋସେଫ ଜାଣିବାକୁ ପାଇଲେ ଯେ ତାଙ୍କର ଯାହାଙ୍କ ସାଥିରେ ନିର୍ବନ୍ଧ ହୋଇଅଛି, ଆଉ ସେଇ ଝିଅ ଟା ଗର୍ଭବତୀ, ନାଇଁ, ସେଇ ଝିଅଟା ଗର୍ଭବତୀ। ତ ଇମାଜିନ କରନ୍ତୁ, ଆପଣଙ୍କ ପରିବାରରେ ଆପଣଙ୍କର ପୁଅ ନହେଲେ କୌଣସି ପୁଅ ଅ, ଅନ୍ୟ ସାଥିରେ ବାଗଦାନ ହେଇଥିବ, ଆପଣ ମାନେ ଜାଣିବାକୁ ପାଇବେ ଯେ ଆଉ ସେ ପ୍ରେଗନେଣ୍ଟ ଅଛି। ତ କଣ ଆସିବ ଆମ ମାଇଣ୍ଡରେ? ଆଶ୍ଚର୍ଯ୍ୟର ଘଟଣା, ନାଇଁ? ପୁଣି ସେଇଟା ସେଇ ସମୟର, ବର୍ତ୍ତମାନ ଏକବିଂଶ ଶତାବ୍ଦୀ ଚାଲିଅଛି, ଏଇଟା ସେଇ ସମୟର କଥା ଯୋଉ ସମୟରେ ପୁରା ଅର୍ଥୋଡକ୍ସ ବହୁତ ନିୟମ କାନୁନ ଗୁଡାକ ଥିଲା, ନାଇଁ? କିଛି ଯଦି କିଏ ବ୍ୟଭିଚାର କଲେ, ଇଏ କଲେ, ଆଉ କିଛି ନାହିଁ, ତାକୁ ପଥର ପକେଇ ମାରେ। ଭୁଲ ଯଦି ହେଇଛି, ଆଉ ସେ ଭୁଲକୁ ସାମ୍ନାରେ କଣ ବୋଲିକି ରଖିବ? କିଏ ବିଶ୍ୱାସ କରିବେ ଆଜି ଯେ ନାଇଁ ପରମେଶ୍ୱର ମତେ ଗର୍ଭବତୀ କଲେ ବା ପବିତ୍ର ଆତ୍ମାଙ୍କ କର୍ତ୍ତୃତ୍ୱରେ ହେଇଛି? ଆଜି ଆପଣଙ୍କ ଘରେ ଯଦି, ମୋ ଘରେ ମୋ ଛୁଆକୁ, ମୋ ଝିଅକୁ, କିମ୍ବା ଆପଣଙ୍କ ଘରେ ଭାଇ ଆମର ଭଉଣୀ ମାନଙ୍କୁ କିମ୍ବା ଛୁଆ ମାନଙ୍କୁ ଯଦି ଏମିତି ବି ଆସିକିରି ଆମକୁ ଖୋଲି କହିବେ ଯେ ନାଇଁ ମୁଁ ଏଟା ପବିତ୍ର ଆତ୍ମାକୁ, ଆପଣ ମାନେ ବିଶ୍ୱାସ କରିବେନି, ମୁଁ ବିଶ୍ୱାସ କରିବିନି ଲାଗୁଛି ମତେ। କିନ୍ତୁ ଡେରିଂ ଦେଖନ୍ତୁ ମରିୟମଙ୍କର, ସେ ଆକ୍ସେପ୍ଟ କରୁଛି, ହଁ ପ୍ରଭୁ ତୁମେ ଯାହା ଇଚ୍ଛା ତାହା କର। ମରିୟମଙ୍କର ଡେରିଂ ଦେଖନ୍ତୁ ଏ ଜାଗାରେ। ଯୋସେଫଙ୍କର ଡେରିଂ ଦେଖନ୍ତୁ, ଯୋସେଫ କଣ କଲେ ନା ସାଙ୍ଗେ ସାଙ୍ଗେ କଣ ହେଇଥାନ୍ତେ, ଆଜିକାଲିର ଯୁବକ ମାନେ ନହେଲେ କଣ ହେଇଥିଲେ, ସାଙ୍ଗେ ସାଙ୍ଗେ ଏମିତି ହେଇଗଲା, ସେମିତି ହେଇଗଲା, ଇଏ ହେଇଗଲା, ସୋସିଆଲ ମିଡିଆରେ ସବୁ ଦରକାର ପଡିଲେ ଛାଡି ଦେଇଥାନ୍ତେ ଯେ ମୁଁ ଯାହା ସହିତ ହେଇଥିଲା ସମ୍ବନ୍ଧ ସେ ଏମିତି ହେଇଗଲା କହି, କିମ୍ବା ବହୁତ କିଛି। ଆପଣଙ୍କ ଘରେ ଯଦି ଆପଣଙ୍କର ଭାଇ ଆପଣଙ୍କ ପୁଅଙ୍କ ସାଥିରେ ଏଭଳି ପରିସ୍ଥିତି ଘଟିଲେ ତ ସାଙ୍ଗେ ସାଙ୍ଗେ କେତେ କଣ ହେଇଯିବ। କିନ୍ତୁ ବାଇବଲରେ କ୍ଲିୟରଲି ଲେଖା ହେଇଛି ସେ ଜଷ୍ଟ ଥିଲେ ବୋଲି। କିଏ? ଯୋସେଫ। ଯୋସେଫ ଧାର୍ମିକ ବୋଲିକିରି ଲେଖା ଅଛି। ଯଦି କେଜେବି ଆମେ ଦେଖିବା ସେଠି ଜଷ୍ଟ ବୋଲି ଲେଖା ଅଛି। ସେ ଧାର୍ମିକ ଥିଲେ, ସେଥିପାଇଁ ଗୋପନରେ ତ୍ୟାଗ କରିବା ପାଇଁ ଚାହିଁଲେ, ନାଇକି? ତ ଏଇ ପିରିୟଡକୁ ମୁଁ ଆପଣଙ୍କ ସାମ୍ନାରେ ରଖିବାକୁ ଚାହୁଁଛି। ନିର୍ବନ୍ଧ, ନିର୍ବନ୍ଧର ପିରିୟଡ, ଆଉ ଏଇ ସବୁକୁ ଆପଣ ମାନେ ମାର୍କ କରିଛନ୍ତି କି ନାଇଁ କି ବାଇବଲରେ ଏଇ ତିନିଟା ଜିନିଷକୁ ଗୁରୁତ୍ୱ ଦିଆଯାଇଛି। ଏଗ୍ରିମେଣ୍ଟ, ବାହାଘର ହେବା ପାଇଁ ଯୋଉ ନିର୍ବନ୍ଧ ହୁଏ ତା ବାହାଘର ନୁହେଁ, ବାହାଘର ହେବା ପାଇଁ ଏଟା ଏଗ୍ରିମେଣ୍ଟ, ନାଇଁ କି? ଆମେ ବି କରୁ, ଆମ ମାନଙ୍କର ପାଣି ଗ୍ରହଣ କରନ୍ତି, ଚିହ୍ନା କରନ୍ତି, ଆଉ ଏଙ୍ଗେଜମେଣ୍ଟ, ବିଭିନ୍ନ ଜିନିଷ ସେଟାକୁ ନିଆଯାଏ ତିନିଟା ସୋପାନରେ। ଯଦି ଆପଣ ମାନେ ବିବେଚନା କରିବେ ଆରମ୍ଭରୁ, ସୃଷ୍ଟିର ଆରମ୍ଭରୁ ଲାଷ୍ଟ ପର୍ଯ୍ୟନ୍ତ ଏଇ ତିନିଟା ଜିନିଷକୁ ନେଇକି ଆଉ ଯାହା ସବୁ ବିଷୟ ବର୍ଣ୍ଣନା କରାଯାଇଛି। ଏଗ୍ରିମେଣ୍ଟ, ଏଗ୍ରିମେଣ୍ଟ ପରେ ଆପଣ ମାନେ ଦେଖିବେ ଏଗ୍ରିମେଣ୍ଟକୁ ମୁଁ ତାକୁ ଆପଣ ମାନଙ୍କୁ ପୁରା ଇଏ କରି କହିବା ପାଇଁ ଚାହେଁ ଯେ ତାକୁ ହିବ୍ରୁ ଭାଷାରେ ପ୍ରଥମଟାକୁ କହନ୍ତି ସିଡୁଖିନ, ସିଡୁଖିନ ବୋଲି କହନ୍ତି, ଯାହାକୁ ତ ମ୍ୟୁଚୁଆଲ କମିଟମେଣ୍ଟ ସେଟା। ତାପରେ କହନ୍ତି ଆଉ ଏରୁସିନ କହନ୍ତି ଯୋଉଟାକୁ, ସେଟା ହଉଛି ଏଙ୍ଗେଜମେଣ୍ଟ। ଆଉ ତାପରେ ଯାହାକୁ ନିଶ୍ଚିନ କହନ୍ତି, ଯୋଉଟା ହଉଛି ମ୍ୟାରେଜ ବା ବିବାହ। ତ ଆପଣ ଦେଖିବେ ସୃଷ୍ଟି ଠାରୁ ଶେଷ ପର୍ଯ୍ୟନ୍ତ, ପ୍ରକାଶିତ ପର୍ଯ୍ୟନ୍ତ ଆପଣ ଯାଆନ୍ତୁ, ଆଉ ସେଠି ଦେଖିବେ ଏଇ ତିନିଟା ଜିନିଷ ଅବସ୍ଥିତ ହେଇକିରି ଆରମ୍ଭ ହଉଛି ଏବଂ ଶେଷ ହଉଛି। ଆଉ ଶେଷ ବାହାଘର ପରେ
ଯୀଶୁଖ୍ରୀଷ୍ଟ ଆସୁଛନ୍ତି ମହାଭୋଜ ହଉଛି କି ଭୋଜ? ବିବାହ ଭୋଜ। ସିମ୍ପଲ ଜିନିଷ, ଆମେ ସିମ୍ପଲରେ ବୁଝିବା। ଲାଷ୍ଟକୁ କଣ ହଉଛି ପ୍ରକାଶିତ ବାକ୍ୟରେ? ବିବାହ ଭୋଜ। ପ୍ରଥମ ବାଇବଲ ଯେତେବେଳେ ଆରମ୍ଭ ହଉଛି କଣ ହଉଛି? ଏଗ୍ରିମେଣ୍ଟ, କମିଟମେଣ୍ଟରୁ ଆରମ୍ଭ ହଉଛି। ନାଇଁ, ଦି ଜଣଙ୍କର କମିଟମେଣ୍ଟ, ମନୁଷ୍ୟ ଆଉ ପରମେଶ୍ୱରଙ୍କ ଭିତରେ ଥିବା କମିଟମେଣ୍ଟକୁ। ଏହାକୁ ମୁଁ ସରଳ ଭାଷାରେ ଆପଣଙ୍କ ସାମ୍ନାରେ ରଖିବାକୁ ଚାହୁଁଛି, ଯୋଉଟା କି ଯୋସେଫ ଆଉ ମରିୟମଙ୍କର, ମୁଁ କିଛି ସମୟ ଆଗରୁ ଆପଣ ମାନଙ୍କୁ କହୁଥିଲି ଯେ କୌଣସି ଜିନିଷ ବାଇଚାନ୍ସ ହେଇନି। ଏଇ ବିଷୟ ଯୋଉ ଘଟୁଛି ମରିୟମଙ୍କ ପ୍ରତି, ଯୋସେଫଙ୍କ ପ୍ରତି, ଏଇଟା ପରମେଶ୍ୱରଙ୍କ ଯୋଜନାର ଅଂଶ। ଏମିତି ସେମିତି କରିକି ହେଇନି। ପରମେଶ୍ୱରଙ୍କର ଏଇଟା ଯୋଜନାର ଗୋଟେ ପାର୍ଟ ଥିଲା। ସେଇଟା ସିଏ ଆମ ମାନଙ୍କ ମଧ୍ୟରେ ଦେଖେଇବା ପାଇଁ ଏଇଟା କରିଛନ୍ତି। ଆଉ ଗୋଟେ ଜିନିଷ ମୁଁ ଆପଣ ମାନଙ୍କୁ ଏଠୁ ଟିକେ ଅଟକି ଯାଉଛି, ମୁଁ ସମୟ ହେଲା ପର୍ଯ୍ୟନ୍ତ କହିବି, ତାପରେ ଆମେ ବନ୍ଦ କରିବା। କେତେ ସମୟ ଯାଉଛୁ ଆମେ ଚିନ୍ତା କରିବା। ତ ମୁଁ ଟିକେ ଏଇଠି ପଜ କରେ। କୋଉଠୁ? ପରମେଶ୍ୱର ଯୋଜନାରେ ମରିୟମ ଓ ଯୋସେଫଙ୍କର ପାର୍ଟଟାକୁ ଏଇ ଜାଗାରେ ମୁଁ ରଖି ପ୍ରଥମ ଆଦି ପୁସ୍ତକକୁ ଚାଲିଯାଏ। ପରମେଶ୍ୱର ସ୍ୱର୍ଗ ସମୂହ ପୃଥିବୀ ସୃଷ୍ଟି କରିଛନ୍ତି, ଆକାଶ ମଣ୍ଡଳ ପୃଥିବୀ। ତ କଣ ଅସୁବିଧା ହେଲା, କଣ ଦରକାର ପଡିଲା ଯେ ସେ ପୃଥିବୀରେ ଆଉ ଆସିକି ଯୀଶୁ ରୂପରେ ଜନ୍ମ ହେବା ପାଇଁ ଚାହେଁ? ଏଇଟା ନିହାତି ଭାବରେ ଆମ ପାଇଁ ଗୋଟେ ଅ ବେଳେ ବେଳେ ଆମେ ଅନେକ ଚିହ୍ନ ଦେଖୁ, ଆମେ ରୋଡରେ ଗଲାବେଳେ, ମୁଁ ସେତେବେଳେ କହୁଥିଲି, କିନ୍ତୁ ଆମେ ବୁଝିବା ଦରକାର ଯେ ଏ ଚିହ୍ନ କଣ ପାଇଁ। ନାଇଁ କି? ପ୍ରଭୁ ସବୁ ଜିନିଷ ଯାହା ତିଆରି କଲେ ତାଙ୍କର ମହିମା ନିମନ୍ତେ କଲେ, ଯୀଶୁଙ୍କ ନିମନ୍ତେ କଲେ। ଯାହା ସବୁ ଆମେ ଦେଖୁ ବାଇବଲରେ, ପ୍ରତ୍ୟେକ ଜିନିଷ ଯୀଶୁକୁ ହିଁ ଆଉ ନିଦର୍ଶନ କରାଏ। ତାଙ୍କର ଛାୟା, ଭାବବାଣୀର ଛାୟା। ତ ଏତେ ସବୁ ବିଷୟ ସୃଷ୍ଟି କରି ତାଙ୍କ ପାଖରେ କିଛିର ଅଭାବ ନାହିଁ, କିନ୍ତୁ ତାଙ୍କ ଯୋଜନାର ଅଂଶ ଥିଲା ଯେ ସିଏ ଶିଶୁ ରୂପରେ ଜନ୍ମ ହେଇକିରି ଆପଣ ଏବଂ ମୋ ସାଥିରେ ରହିବେ ଆଉ ଏଇ ଲାଇଫକୁ ଏକ୍ସପିରିଏନ୍ସ କରିବେ। ସିମ୍ପଲ ଜିନିଷ। ଯେତେବେଳେ ସୃଷ୍ଟି ଆରମ୍ଭକୁ ଆମେ ଯିବା, ମୁଁ ଆପଣମାନଙ୍କୁ କହି ରଖେ, ସୃଷ୍ଟି ଆରମ୍ଭକୁ ଯେତେବେଳେ ଯିବା ଆମେ, ସେ ସୃଷ୍ଟି କଲେ ଏଦନ ଉଦ୍ୟାନରେ ହବା ଏବଂ ଆଦମ, ଦିଟା ସୋଲ ଥିଲା। ନାଇଁ, ସ୍ୱର୍ଗରେ ଦିଟା ସୋଲ ଥିଲା। ସୋଲ କହିଲେ ତ ଆତ୍ମା ନୁହେଁ, ସୋଲ କହିଲେ ପ୍ରାଣ ଦିଟା। ଆମ ଭିତରେ ପ୍ରାଣ, ଆମ ଶରୀରରେ ପ୍ରାଣ ଥିଲା ପର୍ଯ୍ୟନ୍ତ ଆମେ ବଞ୍ଚିଛୁ। ଯେତେବେଳେ ପ୍ରାଣ ଆମ ଶରୀରକୁ ଛାଡି ଚାଲିଯାଏ, ଆଉ ସେ ପଚାଶଣା ହେଇଯାଏ। ଆଉ କିଛି ଆର ହାତ ଉଠେଇବା କିମ୍ବା ଆଖି ଦେଖିବା, କଥା କହିବା, କିଛିର ଆଉ କୌଣସି ଆଉ ଫିଜିକାଲି ଆମର ଆଉ କୌଣସି ମାତ୍ରାରେ ଆଉ ଶକ୍ତି ରହିବନି। ହେଲେ ସେ ହବା, ଇଭ୍ ଆଣ୍ଡ ଆଡମ, ଦେ ଆର୍ ଟୁ ସୋଲ୍ସ, ଦିଟା ଆତ୍ମା ସେମାନେ। ସେମାନଙ୍କୁ ଯେତେବେଳେ ପରମେଶ୍ୱର ସୃଷ୍ଟି କରୁଛନ୍ତି, ପ୍ରଥମେ ବଡି ତିଆରି କଲେ କଣ? ମାଟିରେ। ତାପରେ ତାଙ୍କୁ ଛୁଙ୍କ ଦେଲେ, ରୁଆକ କହନ୍ତି ସେଟାକୁ ହିବ୍ରୁରେ, ରୁଆକ। ସେ ଆତ୍ମା ଦେଲେ, ଆଉ ସେଇ ପ୍ରାଣ ଯୋଉଟା ସୋଲ କହୁ ଆମେ, ସେଟା ଗଲା ପରେ ସେ ଗୋଟେ ଜୀବନ୍ତ ପ୍ରାଣୀ ହେଲେ। ତାଙ୍କ ପାଖରୁ ଗୋଟେ ରିବ୍ ବା ପଞ୍ଜରା ନେଇକି ସେ ସେମ ୱେରେ ସରି ଇଭ୍ ବା ହବାକୁ ବନେଇଲେ, ଆଉ ତାଙ୍କୁ ବି ରୁଆକ, ଆତ୍ମା ବା ସୋଲ ଦେଲେ। ଏ ଦିଟା ସୋଲ। ଆଉ ଏମାନେ ଜାଣିଛନ୍ତି ଏମାନଙ୍କର ପର୍ପଜ କଣ। ହବା ଏବଂ ଆଦମ କୁ ନେଇକି ରଖିଲେ କୋଉଠି? ଏଦନ ଉଦ୍ୟାନରେ। ଏମାନେ ନିଜେ ଜାଣିଛନ୍ତି ଯେ ମାନେ କୋଉ ପର୍ପଜ ପାଇଁ ଆଉ ସୃଷ୍ଟି ହେଇଛନ୍ତି ହବା ଆଉ ଆଦମ, ସେମାନେ ଠିକ ରୂପେ ଜାଣିଛନ୍ତି। ନାଇଁ, ଆଉ ସେମାନଙ୍କୁ ନେଇକି ରଖିଲେ। ଆମ ମାନଙ୍କର, ଆମେ ବି ଜାଣିବା ଉଚିତ ଆମ ଜୀବନରେ ଆମର ପର୍ପଜ କଣ। ପରମେଶ୍ୱର, ମୁଁ ତ କହୁଥିଲି ପ୍ରଥମରୁ ଯେ ଆପଣ ଜନ୍ମ ହେବାରେ ଆପଣଙ୍କର କୌଣସି ହାତ ନାହିଁ, ଆପଣ ମରିବାରେ କୌଣସି ହାତ ନାହିଁ। ଆପଣ ଜନ୍ମ ହେବା ଠାରୁ ମରିବା ପର୍ଯ୍ୟନ୍ତ ଯୋଉ ସବୁ ବିଷୟ ଘଟୁଛି, ଏଇ ବିଷୟରେ ଆପଣଙ୍କର କିଛି ହାତ ନାହିଁ। ସବୁ ପରମେଶ୍ୱର କରନ୍ତି। ଏଇଟା ଗୋଟେ ମନେ ରଖିଥାନ୍ତୁ କ୍ଲିୟରଲି। ଗୋଟେ ଖ୍ରୀଷ୍ଟିଆନ ଲୋକ ବା ଖ୍ରୀଷ୍ଟିଆନ ମହିଳା ବା ଖ୍ରୀଷ୍ଟିଆନ ପୁରୁଷ, ଖ୍ରୀଷ୍ଟିଆନ ବାଳକ ବାଳିକା, ଖ୍ରୀଷ୍ଟିଆନ ଯୁବକ ଯୁବତୀ ହିସାବରେ ଆମକୁ ମନେ ରଖିବା, ଏହା ହିଁ ଆମକୁ ପରମେଶ୍ୱରଙ୍କ ରୂପେ ସମ୍ପୂର୍ଣ୍ଣ ରୂପେ ନିର୍ଭର କରିବା ପାଇଁ ଶିଖେଇବ, ଆଉ ଯାହା ଫଳରେ ଆମେ ଆଶୀର୍ବାଦ ପ୍ରାପ୍ତ ହେବା। ତ ଯେତେବେଳେ ହବା ଆଦମକୁ ନେଇକିରି ସେ ଜାଗାରେ ରଖାଗଲା ଏଦନ ଉଦ୍ୟାନରେ, ସେ ଦିଟା ସୋଲ, ସେମାନେ ଜାଣିଛନ୍ତି ଯେ ତାଙ୍କର ପର୍ପଜ କଣ। ସେମାନେ ଜାଣିଛନ୍ତି ତାଙ୍କର ପର୍ପଜ କଣ। ଯେ ସିମ୍ପଲ କଥା, ଯେ ପରମେଶ୍ୱର ଉର୍ଦ୍ଧ୍ୱରୁ ସମସ୍ତ ସୁଖ ତ୍ୟାଗ କରି ନିଜସ୍ୱ ଗୋଟେ ପୃଥିବୀ ବନେଇବେ, ଆଉ ସେଇଠି ଆସିକିରି ସେ ରହିବେ ମନୁଷ୍ୟ ମାନଙ୍କ ମଧ୍ୟରେ, ମନୁଷ୍ୟକୁ ତିଆରି କରିବେ ଆଉ ସେମାନଙ୍କ ମଧ୍ୟରେ ରହିବେ। ଏଇଟା ପରମେଶ୍ୱରଙ୍କର ଇଚ୍ଛା। ପରମେଶ୍ୱରଙ୍କ ଇଚ୍ଛା, ଆମେ କିଛି କହିପାରିବାନି। ପରମେଶ୍ୱର ଚାହୁଁଛନ୍ତି ଯେ ସିଏ ସମଗ୍ର ସୃଷ୍ଟି ତାଙ୍କର ସ୍ୱର୍ଗ ଭୁବନକୁ ତ୍ୟାଗ କରି ସେ ଆସି କୋଉଠି ରହିବେ? ଆପଣଙ୍କ ସାଥିରେ ରହିବେ, ମୋ ସାଥିରେ ରହିବେ, ମୋ ହୃଦୟରେ ରହିବେ, ଆପଣଙ୍କ ହୃଦୟରେ ରହିବେ। ଏଇଟା ପରମେଶ୍ୱରଙ୍କୁ ଚାହାନ୍ତି। ତ ଏଇଟା ହବା ଏବଂ ଆଦମ ଠିକରେ ଜାଣିଛନ୍ତି ସେମାନଙ୍କର ପର୍ପଜ।
ତ ଯେତେବେଳେ ତାକୁ ଏଦନ ଉଦ୍ୟାନରେ ରଖାଗଲା ସେତେବେଳେ କଣ କରାଯିବ? ପରମେଶ୍ୱର ପ୍ରଥମେ ସେମାନଙ୍କ ସାଥିରେ କଣ କଲେ? ବାର୍ତ୍ତାଳାପ କଲେ, ଚିହ୍ନା ପରିଚୟ ହେଇକି ପ୍ରତ୍ୟେକ ଦିନ ତାଙ୍କ ସାଥିରେ ଯିବା ଆସିବା କରୁଥିଲେ। ତାଙ୍କୁ କହିଲେ ଯେ ଏଇଟା ଖାଇବ ଏଇଟା ଖାଇବନି, ଦିଟା ଜିନିଷ। କଣ ଖାଇବ କଣ ଖାଇବନି ଏ ଦିଟା ଜିନିଷ କହିଲେ। କଣ କରିବ କଣ ନ କରିବ ଏ ବିଷୟ କହିନାହାନ୍ତି ନାଇକି। ଆମେ ବେଳେ ବେଳେ ବହୁତ ଜିନିଷ କରିଦଉ ନାଇକି, ଗିର୍ଜା ପ୍ରାର୍ଥନା ଉପାସନା ଏସବୁ କରିଦଉ, କିନ୍ତୁ ଅସଲ ଜିନିଷଟା ଆମେ ଛାଡି ଦେଇଥାଉ। ତ ପରମେଶ୍ୱର ତାଙ୍କୁ କହିଲେ କଣ ଖାଇବ କଣ ନାହିଁ, ଏଇ ଗଛର ଫଳ ଖାଇବ, ଆଉ ସତ୍ ଅସତ୍ ଜ୍ଞାନଦାୟକ ବୃକ୍ଷର ଫଳ ତୁମେ ଜମାରୁ ଖାଇବନି ବୋଲି କହୁଥିଲେ। ତ ହବା ଆଦମ ଜାଣିଛନ୍ତି ଯେ ପରମେଶ୍ୱରଙ୍କର ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଥିଲେ ସେମାନଙ୍କୁ ସେଟା ଖାଇବାକୁ ପଡିବ। କାରଣ ଯଦି ସେମାନେ ନ ଖାଇବେ ପୃଥିବୀ ଏମିତି ଚାଲିବ। ପରମେଶ୍ୱର ଯାହା କିଛି ବନେଇଛନ୍ତି ପ୍ରତ୍ୟେକ ଜିନିଷ ଅମର। ସ୍ୱର୍ଗରେ ଯାହା ଯାହା ଅୟୁତ ଅୟୁତ ମିଲିୟନ୍ସ ଅଫ ହୋଷ୍ଟ ନାଇକି ସେ କହିଛନ୍ତି ଯେ ତୁମେ କି ସ୍ୱର୍ଗର ସୈନ୍ୟମାନଙ୍କୁ ଗଣିପାର, ଆକାଶ ମଣ୍ଡଳର ସୈନିକ ମାନଙ୍କୁ ବା ହୋଷ୍ଟ ମାନଙ୍କୁ ଗଣିପାରୁଥିବେ, ତୁମେ ସମୁଦ୍ରର ବାଲୁକା ମାନଙ୍କୁ ମେଜର କରିପାର ବୋଲିକି ପଚାରୁଛନ୍ତି ପରମେଶ୍ୱର। ସେତିକି ସେ ବନେଇଛନ୍ତି ପରମେଶ୍ୱର। ତ ସେଇ ଯୋଜନାରେ ହବା ଆଦମ ଜାଣିଛନ୍ତି ଯଦି ପରମେଶ୍ୱର ଏଇ ଯୋଉ ଇଣ୍ଟେନସନ ଅଛି ମନୁଷ୍ୟ ମାନଙ୍କୁ ଆମ ହିସାବରେ ତିଆରି କରିବେ, ହବା ଆଦମ ହିସାବରେ ସେ ପରମେଶ୍ୱର ସେମାନଙ୍କୁ ତିଆରି କରିଦେଲେ ନିଜ ପ୍ରତିମୂର୍ତ୍ତିରେ। ଆପଣ ଏବେ ଯୋଉ ପ୍ରତିମୂର୍ତ୍ତି ମୁଁ ଅଛୁ ଏଇ ପ୍ରତିମୂର୍ତ୍ତି ସେ ତିଆରି କଲେ। ମୁଁ ଆଉଟର ଆପିୟରାନ୍ସ କଥା କହୁନାହିଁ, ଯୋଉ ରୁଆକ ଯୋଉ ଆତ୍ମା ଯୋଉ ଇମେଜଟା ସେ ଇମେଜଟା ମୁଁ କହୁଛି ଆପଣଙ୍କୁ। ତାଙ୍କ ନିଜ ପ୍ରତିମୂର୍ତ୍ତିରେ ସେମାନଙ୍କୁ ତିଆରି କଲେ। ସେମାନେ ଇଣ୍ଟେନସନ ଜାଣିଛନ୍ତି ଯଦି ସେମାନେ ଭୁଲ ନ କରିବେ ସେମାନେ ଅମର ହେଇଯିବେ, ମାନେ ଆଉ କିଛି ଇଏ ହେବନି। ସେଥିପାଇଁ ସେମାନଙ୍କୁ ଭୁଲ କରିବାକୁ ପଡିବ। ଭୁଲ ବୋଲେ କଣ? ଷ୍ଟେପ ଡାଉନ। ହିବ୍ରୁ ବାଇବଲରେ ଆପଣ ଦେଖିବେ ଯେ ସେ ଫଳ ଖାଇବାର ଅର୍ଥ ଷ୍ଟେପ ଡାଉନ ନାଇକି। ସେ ଫଳ ଖାଇବାଟା ହଉଛି ପାପ ନାଇକି। ବିଭିନ୍ନ ପାପର ଜିଉସ ମାନଙ୍କର ବିଷୟରେ ଯଦି ଚିନ୍ତା କରିବେ, ବିଭିନ୍ନ ପାପର ବିଭିନ୍ନ ଦଣ୍ଡ ଅଛି। ବ୍ୟଭିଚାରୀ କଲେ ନାହିଁ କି ସେଠି କଣ ହବ? ମୃତ୍ୟୁ ଦଣ୍ଡ ହବ, ପଥର ପକେଇ ମାରିଦେବେ। ଯଦି ଆମେ ଦେଖୁଛୁ ଆଜିର ବାକ୍ୟ ଯୋଉଟା ପାଠ କଲୁ, ଯୋଉ ଜାଗାରେ ସେମାନେ ଯଦି କି ଅନ୍ତଃସ୍ପତା ବା ଗର୍ଭବତୀ ହେଇଯାନ୍ତି, ତାଙ୍କୁ ଯଦି ଜଣାଯାଏ ଯେ ସେ ଭୁଲ କରିଛି, ବ୍ୟଭିଚାର କରିଛି, ତାଙ୍କୁ ପଥର ପକେଇ ମାରିଦେବେ, ଅଲଗା କିଛି ରାସ୍ତା ନାହିଁ। ଛୋଟ ଭୁଲ, ଚୋରି ଗୋଟେ କଲା 8ଟାରୁ 10ଟା କୋରଡା ପ୍ରହାର କରାଯିବ। ତ ଭୁଲକୁ ଦେଖି ସେ ଅନୁସାରେ ତ ଭୁଲକୁ এই ହିସାବରେ ବର୍ଣ୍ଣନା କରାଯାଏ। ତା ପରବର୍ତ୍ତୀ ସେଟା ଆମେ ପାପ ହିସାବରେ ନେଉଛୁ। ପରମେଶ୍ୱର ଆଜ୍ଞାକୁ ଲଙ୍ଘନ କରିବାଟା ହଉଛି ଗୋଟେ ପାପ, ଆଉ ସବୁ ପାପର ଦଣ୍ଡ ଅଛି। ତ ହବା ଆଉ ଆଦମ ଜାଣିଛନ୍ତି ସେମାନେ କୋଉ ପାପ କରିବେ, ତାଙ୍କ ସେମାନଙ୍କ ଲାଇଫର ଷ୍ଟେପ ଡାଉନ ହୋଇଯିବେ। ବର୍ତ୍ତମାନ ଯୋଉ ଶରୀର ଅଛି ଏ ଶରୀର କ୍ଷୟ ପାଇଯିବ, ରୋଗ ଶୋକ ଦୁଃଖ ଆସିବ, ସେମାନେ ନିଜେ କଷ୍ଟ ପଡିବେ। ସେମାନଙ୍କର ଅଂଶରୁ ଯୋଉ ପୁତ୍ର ସନ୍ତାନ କନ୍ୟା ମାନେ ଜାତ ହେବେ ସେମାନେ ବି ପାପରେ ପଡିବେ, ସେମାନେ ବି ମୃତ୍ୟୁ ଭୋଗ କରିବେ। ଆଉ ପୃଥିବୀରେ ପ୍ରଥମ ଥର ପାଇଁ ମୃତ୍ୟୁ କଣ ସେମାନେ ଏକ୍ସପିରିଏନ୍ସ କରିବାକୁ ଯାଉଛନ୍ତି। ଆଗରୁ ମୃତ୍ୟୁ ବିଷୟ କିଏ ଜାଣିବେ? ପ୍ରଥମ ମୃତ୍ୟୁ କଣ ଏକ୍ସପିରିଏନ୍ସ କରିବାକୁ ଯାଉଛନ୍ତି କିଏ? ହବା ଆଦମ ତିଆରି ହେବା ଆଗରୁ ସେମାନେ ଜାଣିଛନ୍ତି, ଏଇଟା ଜାଣିଛନ୍ତି। ତାପରେ ପରମେଶ୍ୱର କାହାକୁ କହିଲେ? ଆଦମକୁ କହିଲେ। ଯେତେବେଳେ ହବା କହୁଛନ୍ତି, ଆଦମ ଡାଇରେକ୍ଟ ଯେହେତୁ ପରମେଶ୍ୱର କହୁଛନ୍ତି ସେ ଭୁଲ କରିପାରିବେ। ବେଳେ ବେଳେ ଆମେ ଅନେକ ଭୁଲ ଧାରଣା କରି ବସୁ ଯେ ବିଏ ହେଲା ସେ ହେଲା, କିନ୍ତୁ ଜିନିଷଟା ହଉଛି ଯେ ଯେହେତୁ ଡାଇରେକ୍ସନ ଆସିଛି ବା ଗାଇଡ ଆସିଛି ପରମେଶ୍ୱରଙ୍କ ଠାରୁ ଆଦମକୁ, ତୁମେ ଏଟା କର ନାହିଁ। ଆଉ ହବା ଆଦମ କସ୍ମିନ କାଳେ ସେ କରିପାରିବେ, କିନ୍ତୁ ସେଟା କିଏ କରିବେ? ହବା କରିବେ। ଯୋଜନାର ଅନ୍ତର୍ଭୁକ୍ତ, ପରମେଶ୍ୱରଙ୍କ ଯୋଜନାର ଅନ୍ତର୍ଭୁକ୍ତ ହବା। ଆଉ ସେଇ ଫଳ ଖାଇବା ପାଇଁ ସେ ନିଜେ ପ୍ରଥମେ ଖାଇବେ, ତାପରେ ସେ ଆକୁ ଖାଇବା ପାଇଁ କହିବେ। ଏଇ ସବୁ ବିଷୟବସ୍ତୁ ହେଲା ପରେ ସେମାନଙ୍କର ଷ୍ଟେପ ଡାଉନ ଘଟିବ, ଆଉ ସେଠି ମୃତ୍ୟୁ ଆସିବ। ଆଉ ମୃତ୍ୟୁ ଆସିଲା ପରେ ସେମାନଙ୍କର ଜୀବନ ଯାତ୍ରାର ଗୋଟେ ନୂଆ ମୋଡ ହେବ ପୃଥିବୀରେ ପରମେଶ୍ୱର। ତ ସେମାନେ ଜାଣିଛନ୍ତି, ପ୍ରଭୁ ତ ସେମାନଙ୍କୁ କହିବେନି ତୁମେ ଏଇଟା ଭୁଲ କର ଯେ ମୋର ଯୋଜନାର ଏଇ ଯୋଜନା ଅଛି ମୁଁ କରିବି କହି। କିନ୍ତୁ ଆପଣ ମୁଁ ଜାଣିବା ଆବଶ୍ୟକ ଯେ ପରମେଶ୍ୱରଙ୍କର ଯୋଜନା ପାଇଁ ଆମକୁ କଣ କଣ କଷ୍ଟ ସହିବାକୁ ପଡିବ, କୋଉ କୋଉ ରାସ୍ତା ଦେଇ ଯିବାକୁ ପଡିବ। ତ ସେଇଟା ଏକ୍ଜାକ୍ଟଲି ସେମାନେ ସେୟା କରିଥିଲେ। ଆମେ ବିଭିନ୍ନ ଭୁଲ ପରସେପସନ ନଉ ଯେ ଫଳ ଖାଇଦେଲେ ଫଳ ଖାଇବାର ଅର୍ଥ ଏଇଟା, ସେ ଆମେ ସିମ୍ପଲ ହିସାବରେ ବେଳେ ବେଳେ ବୁଝି ନଥାଉ। ତ ଏଇଟା ଜିନିଷ, ତ ସେମାନେ
परमेश्वर को योजना रे निजକୁ शामिल କରିବା ପାଇଁ बोलिकरी ସେମାନେ ଜାଣି ଜାଣି ଫଳ ଖାଇଛନ୍ତି ଆଉ ସେମାନେ परमेश्वर को योजनार अंश विशेष होइଛନ୍ତି ସେମାନଙ୍କ स्टेप डाउन ହେଲା ଆଉ ଏଇଠୁ ଆରମ୍ଭ ହେଲା ପ୍ରଥମ ସିଡୁଖିନ୍ म्यूचुअल कमिटमेंट जोटा आमे देखलु जे एठी कार कार भीतर हेतिला जोसेफ और मरियम से टू स्टार्ट है म्यूचुअल म्यूचुअल कमिटमेंट बोले आमे गोटे नेगोशिएशन पीरियड सेटा कहू नहीं कि जे बर कन्या को नेगोशिएशन पीरियड रे रखा जाए बर कन्या को नेगोशिएशन करा जाए एमको घर पुओ सेमको घर पुओ एटा होची कोन नेगोशिएशन पीरियड एबे स्टार्ट हैला परमेश्वर आउ कार मनुष्य मान को भीतर नहीं कि तुम्हें एमती कले एमती हेबो तुम एमती कले आशीर्वाद पाइबो तुम एमती हेले तुम पुत्र कन्या आशीर्वाद दिस नेगोशिएशन पीरियड परमेश्वर स्टार्ट से मान को पत्र पी दे नहीं कि स्किन ସେମାନେ ନିଜେ ପତ୍ର ପିନ୍ଧିଥିଲେ କିନ୍ତୁ ପରମେଶ୍ୱର ସ୍କିନ୍ ଚମଡା ପିନ୍ଧେଇଲେ ସେମାନେ ନାଇଁ ସେମାନଙ୍କୁ ଚମଡା ପିନ୍ଧେଇଲେ ଆଉ ଏଇଠି ସିଡୁଖିନ୍ ବା ମ୍ୟୁଚୁଆଲ କମିଟମେଣ୍ଟ ଷ୍ଟାର୍ଟ ହେଲା ଯେ ମୁଁ ତୁମେ ମତେ ଭଲ ପାଅ ମୁଁ ତୁମକୁ ଭଲ ପାଏ ନାଇଁ ଆମେ ଯେତେବେଳେ ବିବାହର ପ୍ରସ୍ତାବ ଯାଏ ଏଠି ଏଇ ମ୍ୟୁଚୁଆଲ ଷ୍ଟେଟମେଣ୍ଟ ଥାଏ ଯେ ତୁମେ ମତେ ଭଲ ପାଅ ମୁଁ ତୁମକୁ ଭଲ ପାଇବି ଆଉ ଏଇ ଭଲ ପାଇବା ବିଷୟରେ ଯଦି ଜଣେ ଅନ୍ୟ ଜଣେ ଯଦି ନିଜ ମାନେ धोखा जिनस एमती तो आजिकल लिव इन पार्टनर एमती जिनस बहुत जिनस आमे देखिबा पाउछु इवन आजिकल क्रिश्चियन परिवार रे मते ई जिनस आमे देखिबा पाउछु तो हबा आदम कर स्टोरी रे परमेश्वर कर जेपरी योजनार अंतर्भुक्त एठी आमे देखुछु जोसेफ आउ मरियम कर घटना रे परमेश्वर कर भी अंतर्भुक्त अछि से से म्यूचुअल अंडरस्टैंडिंग भीतर एटा छु प्रथम स्टेज आउ एटा कार तीनटा पार्ट जीव दी लोक मान ट्राडिशन बाहाघर ट्राडिशन प्रथम पार्ट हूँ एटा मु आपण मानकु कहबाकू चाहे जे परमेश्वर एते सब विश्व सृष्टि कले ना कौन रहा आम देखुचु जे परमेश्वर कहीं इच्छा कले ये ना से मनुष्य सिंपल से मनुष्य मान साथ रहा इच्छा कले तो परमेश्वर जो सब सृष्टि कर समय ना आपण मैंने मन रखु से समय ना वर्ष मास दिन रोग दुख कष्ट मृत्यु किसी ना पृथ्वी को परमेश्वर तैयारी कले गोटे बास्केट भाया भावीदेवा आम गोल्ड रोटे पात्र भाविबा आउ एई भीतर को आम आसिक ठिया होला परे एठी समय अच्छी एठी दुख अच्छी एठी शोक अच्छी एठी रोग अच्छी एठी कष्ट अच्छी एठी मृत्यु अच्छी परमेश्वर सीटा को निजे फील करने को चाहिए नहीं कि ए समग्र सृष्टि एठी आम गोटे जिनस एठी रोग दुख कष्ट शोक अच्छी एठू बाहर जाके गोटे हराइजन गोटे लेवल को चली गले कौन अच्छी किसी ना नहीं कि आम पृथ्वी किसी ऊपर को चली गला आप फ्लोट हे भासी रहे से पाखे किसी ना आप जदि ब्लैक होल पाखक चली जाए फिजिक्स विषय कहूनी ब्लैक होल पाखक चली जाए से जगह आपण सृष्टि केमती है देखिपारे सूर्य रु एथर डिस्टेंस होची 8 मिनिट 20 सेकंड लाइट सूर्य उदय हो आम जो देखू एटा होची फ्रेश सूर्य को देखते ना आपण मैंने 8 मिनिट 20 सेकंड पूर्ववर्ती सूर्य को देखते कारण तार लाइट समय लगे पड़ा तो सूर्य को आप बर्तमान फ्रेश रे देखते ना सका लाइट पड़े 8 मिनिट पूर्व जिनस आप देखते ताठू दूर तो आउ बहुत दूर बुझे चेष्टा करुच्ची परमेश्वर सृष्टि विचित्रता तो गोटे क्वांटम फिजिक्स कथा आपण मानकु कहबी क्वांटम फिजिक्स कहले कौन अवश्य बाइबल विषय कौन कहे सेटा विषय नुहे किंतु फिजिक्स एटा को विभिन्न डायमेंशन विषय को मुझे कहबा से 11टा डायमेंशन को नहीं पृथ्वी गठित हो प्रथम 1 2 3 डायमेंशन डी 3D आम जानू 1D 2D 3D 1D कहले एक कोशी प्राणी जो जगह रे जन्म हे 1D यूनिवर्स 2D कहले आम देखु कार्टून गुड़ाक नहीं चेप्टा ही देखा से 3D कहले आम गोली जो दिगुरु देखले भी आम देखा आगु 3D कह जाए 3D पर्यंत आम जो जन्म होइछु इटा थर्ड डायमेंशन स्टेज रे बा सी प्रकार यूनिवर्स रे आम जन्म होइछु प्रभु आमको आनी रखिछंती जेतेबेले कथा कह जाए क्वांटम फिजिक्स कथा सेते 4 डायमेंशन होउची रिलेटिव थ्योरी जोटा आइंस्टाइन प्रथम थर पर से कहते नहीं कि ई इज इक्वल टू एमसी स्क्वायर आपण मान भीतर अनेक पाठ पढ़ा प्राय समस्ते अच्छा ई इज इक्वल टू एमसी स्क्वायर से जगह टाइम रिलेटिविटी माने आउ समय नथिबो से जगह
সেটা ଫୋର୍ଥ ଡାଇମେନସନ ସେଇ ୟୁନିଭର୍ସ କୁହନ୍ତି। କୁହାଯାଏ ଯେ ଆମେ ଯେମିତି ସୃଷ୍ଟି ହେଇଛୁ ସେମିତି ବିଭିନ୍ନ ୟୁନିଭର୍ସ ଆଉ ଗୁଡାଏ ୟୁନିଭର୍ସ ପରମେଶ୍ୱର ସୃଷ୍ଟି କରିଛନ୍ତି। ଆମର ଆମେ ଯୋଉଠି ଅଛୁ ସେଟା ତା ମିଲ୍କି ୱେ ରେ ହଜାର ହଜାର କୋଟି କୋଟି ସୂର୍ଯ୍ୟ ଆଉ ସେମାନଙ୍କର ଗ୍ରହ ଗୁଡାକ କୋଟି କୋଟି ଅଛନ୍ତି। ସେମିତି ମିଲ୍କି ୱେ ତ କୋଟି କୋଟି ଅଛି। ପରମେଶ୍ୱର ସେମିତି କରି ସୃଷ୍ଟି କରିଛନ୍ତି, ଚିନ୍ତା କରିବାର ବାହାରେ, ଚିନ୍ତା କରିବାର ବାହାରେ। ଆଉ ଫିଫ୍ଥ ରେ 5 ଡାଇମେନସନ କୁହନ୍ତି ଯେ ଏଟା ହଉଛି କଣ, ପ୍ୟାରାଲାଲ ୟୁନିଭର୍ସ। ମୁଁ ପୃଥିବୀ ପୃଥିବୀ ଭଳି ଆଉ ଗୋଟେ ପୃଥିବୀ ସେଠି ମଧ୍ୟ ପରମେଶ୍ୱର ମତେ ରଖିଛନ୍ତି ବୋଲି ସେମାନେ ମାନେ ଫିଜିକ୍ସ ର ଧାରଣା। ପ୍ୟାରାଲାଲ ୟୁନିଭର୍ସ, ଏଟା ଗୋଟେ ୟୁନିଭର୍ସ, ସେଟା ବି ଗୋଟେ ୟୁନିଭର୍ସ, କିନ୍ତୁ ମୁଁ ସେ ବିଷୟରେ ଜାଣିପାରିନି, ମୁଁ ଏଇ ବିଷୟରେ ହିଁ ମତେ ଜଣା ଅଛି। 6 ଡାଇମେନସନ କୁହାଯାଏ ଆମକୁ ଯେ ଟାଇମ ଟ୍ରାଭେଲ କରନ୍ତି। 6 ଡାଇମେନସନ ରେ ଯୋଉ ପ୍ରାଣୀ ମାନେ ଯଦି ଅଛି ସେଇ ୟୁନିଭର୍ସର ଲୋକମାନେ ଟାଇମ ଟ୍ରାଭେଲ କରନ୍ତି। ସେମାନେ ଆଗ ଫ୍ୟୁଚରକୁ ବି ଯାଇପାରନ୍ତି, ପାଷ୍ଟକୁ ବି ଯିବାର କ୍ଷମତା ସେମାନଙ୍କର ଅଛି ବୋଲି କ୍ୱାଣ୍ଟମ ଫିଜିକ୍ସ। 7 ଡାଇରେକ୍ସନରେ ଟ୍ରାଭେଲ ଟୁ ଅଲ୍ ୟୁନିଭର୍ସ, ଯେତେ ପ୍ୟାରାଲାଲ ୟୁନିଭର୍ସ ଅଛି ବା ଯେତେ ଆଉ ମଲ୍ଟି ୟୁନିଭର୍ସ ଅଛି, ଏଟା ୟୁନିଭର୍ସ ମଲ୍ଟିଭର୍ସ ହେଇଯିବ ସେତେବେଳେ, ନାଇଁ ୟୁନିଭର୍ସ ୟୁନି କଲେ ସିଙ୍ଗଲ। ତ ମଲ୍ଟିଭର୍ସ କଥା ଯେତେବେଳେ ଆମେ କହୁ, ଯଦି ପ୍ରକୃତରେ ସେ ଅଛି କି ନାହିଁ ଆମେ ତ ଜାଣୁନୁ, କେବଳ ଫିଜିକ୍ସ ଯାହା କହେ ସେଟା ହଉଛି ସବୁ ଭର୍ସକୁ ଆପଣ ଟ୍ରାଭେଲ କରିପାରିବେ ଏଠୁ ସେଠିକୁ, ସେଠୁ ଆଖି ପିଛୁଳା, ନାଇଁ। ଯେତେବେଳେ 8D ବା 8 ଡାଇମେନସନ କଥା ଆମେ ଚିନ୍ତା କରୁଛୁ, ଅନ୍ୟମାନଙ୍କୁ କଣ୍ଟ୍ରୋଲ କରିବା କ୍ଷମତା ସେଠିରେ ଥିବା ଲୋକମାନେ ବା ଜନ୍ତୁ ମାନେ ବା ଦୂତ ମାନେ କିଏ ଅଛନ୍ତି ଆମେ ତ ଜାଣିନୁ, ସେମାନଙ୍କର କ୍ଷମତା ସେତିକି ହେଇଯାଏ। 9D ବୋଲେ ଆପଣ ସବୁ କିଛି ଚେଞ୍ଜ କରିପାରିବେ, ନାଇକି କାଠକୁ ପଥର କରିବେ, ପଥରକୁ ସୁନା କରିବାର କ୍ଷମତା ଆପଣ ମାନଙ୍କର ହେଇଯିବ। ବିଭିନ୍ନ ଜିନିଷକୁ ଯୋଉ ଜିନିଷ ଇଚ୍ଛା କରିପାରିବେ କିଏ ସେଠି ଥିବା ଲୋକମାନେ। 10th ରେ ହଉଛି ସେମାନେ ଏଞ୍ଜେଲ ଟାଇପ ର ଲୋକମାନେ, ସେମାନେ ଯାହା ଇଚ୍ଛା ନିଜର ଦେହ ଧାରଣ କରିପାରିବେ, ଯୋଉଟା ଇଚ୍ଛା କରିପାରିବେ, ଯାହା ଇଚ୍ଛା ଯାଇପାରିବେ, ପଛକୁ ଯାଇପାରିବେ, ପଛର ବିଷୟ ଚେଞ୍ଜ କରିପାରିବେ, ଆଗ ବିଷୟ ଫ୍ୟୁଚର। 11th ଡାଇମେନସନ ଯୋଉଟା ସ୍ୱର୍ଗ ବୋଲି କୁହନ୍ତି, ଆଉ ସେ କ୍ରିଏଟର ଯେ ସୃଷ୍ଟିକର୍ତ୍ତା 11th ଡାଇମେନସନରେ ରହନ୍ତି ବୋଲି କୁହାଯାଏ। ଏଟା କ୍ୱାଣ୍ଟିମ ଫିଲ୍ଡ, ବାଇବଲ ଆକୁ ସମର୍ଥନ କଲା ଭଳିଆ କୌଣସି ଆଉ ଭର୍ସ ବାଇବଲରେ ଲେଖା ହେଇନାହିଁ ଡାଇମେନସନ କଥା, କିନ୍ତୁ ବିଭିନ୍ନ ପ୍ରକାର ସ୍ୱର୍ଗ କଥା ବାଇବଲରେ ଲେଖା ହେଇଛି, ଆକାଶ ମଣ୍ଡଳ କଥା, ବିଭିନ୍ନ କଥା, ଫିଜିକ୍ସ ଯାହା କହେ। ଆଉ ମୁଁ ଏହା ଏଇଥିପାଇଁ କଲି ଯେ ପରମେଶ୍ୱରଙ୍କର ଯୋଜନାକୁ, ତାଙ୍କର ବିଷୟକୁ ବୁଝିବାକୁ, ତାଙ୍କର ଚିହ୍ନକୁ ଜାଣିବାକୁ ଆମକୁ କଣ ଆନାଲିସିସ୍ କରିବା ଆବଶ୍ୟକ, ଜାଣିବା ଆବଶ୍ୟକ, ପଚାରିବା ଆବଶ୍ୟକ, ବୁଝିବା ଆବଶ୍ୟକ। ତାହା ମୁଁ କହିବା ପାଇଁ ଏଇ ବିଷୟ ଆପଣ ମାନଙ୍କୁ କହିଲି। ତ ତାଙ୍କ ଯୋଜନାର ଅନ୍ତର୍ଭୁକ୍ତ ପ୍ରଥମ ହଉଛି ସିଡୁକିନ୍, ଯୋଉଟା କି ମ୍ୟୁଚୁଆଲ ଏଗ୍ରିମେଣ୍ଟ। ମୋ ପାଖରେ ସମୟ ସରି ଆସିଲାଣି। ସେକେଣ୍ଡଟା ହଉଛି କଣ ନା ଏରୁଜିନ୍। ପ୍ରଥମଟା ସିଡୁକିନ୍ ଯୋଉଟା ମ୍ୟୁଚୁଆଲ ଏଗ୍ରିମେଣ୍ଟ ଅଛି, ସେଇ ଜାଗାରେ ନାଇକି ଲେଖା ହେଇଛି ଯେ କଣ ସେମାନେ ଆଉ ପ୍ରିଲିମିନାରୀ ଆଉ ଆରେଞ୍ଜମେଣ୍ଟ ହୁଏ, ନାଇକି ପୁରୁଷ ମନୁଷ୍ୟ ଏକାକି ରହିବା ଭଲ ନୁହେଁ ବୋଲି ତାକୁ କୋଠି ଆଉ ଗୋଟେ ନାରୀ ଜନ୍ମ କରାଇଲେ ପରମେଶ୍ୱର ତାଙ୍କ ଯୋଜନାରେ, ଆଦମକୁ ସୃଜନ ମନୁଷ୍ୟ, ସେଇଟା ହଉଛି କଣ ମ୍ୟୁଚୁଆଲ ଏଗ୍ରିମେଣ୍ଟ। ସେଠି କଣ ହୁଏ, କେଟୁବା, କେଟୁବା ବୋଲିକିରି କୁହାଯାଏ। ସେ କେଟୁବା ଗୋଟେ ଏଗ୍ରିମେଣ୍ଟ ଲେଖା ହୁଏ ଯେ କଣ ମ୍ୟାରେଜ କଣ୍ଟ୍ରାକ୍ଟ, ସେଟା ଠିକ ମୋ ର ସମସ୍ତ ଏଇ କନ୍ୟାର ଏଇ ସମସ୍ତ ଦାୟିତ୍ୱ ନେବ, ଆଉ କନ୍ୟାର ଏଇ ସବୁ ରେସପନ୍ସିବିଲିଟି ରହିବ ବୋଲି ଗୋଟେ କେଟୁବା ବା ଏଗ୍ରିମେଣ୍ଟ ଗୋଟେ ଲେଖା ହୁଏ। ଯଦି ବାଇଚାନ୍ସ ସେ ମ୍ୟାରେଜ ସକ୍ସେସ ହୁଏନି, ତେବେ କଣ ହର୍ଜାନା ଦେବାକୁ ପଡିବ ବା କଣ ଡିଭୋର୍ସ ପାଇଁ କଣ ଷ୍ଟେପ ଗୁଡାକ ନିଆଯିବ, ଆଉ ବର ତରଫରୁ କଣ ଦିଆଯିବ, ତାକୁ ସେ ଏଗ୍ରିମେଣ୍ଟ ଯୋଉଟା ଲେଖା ସେଇଟା କେଟୁବା। ମୁଁ ଆଉ ବାଇବଲରୁ ବହୁତ ଜିନିଷ ଆପଣ ମାନଙ୍କୁ କହିନି, ତାଙ୍କର ଯୋଜନାରେ ଆପଣ ମାନେ ନିଜେ ତାକୁ ସାମିଲ କରନ୍ତୁ, ବୁଝିବା ପାଇଁ ଚେଷ୍ଟା କରନ୍ତୁ। କେଟିବା ହେଇଗଲା ପରେ ଏଇ ପିରିୟଡଟା ସରିଲା, ତାପରେ ନେକ୍ସଟ ପିରିୟଡ ଷ୍ଟାର୍ଟ ହେବା ପୂର୍ବରୁ ବର କଣ କରିବ, କନ୍ୟାକୁ ରଖିବା ପାଇଁ ବୋଲି ଗୋଟେ ଜାଗା ସ୍ପେସ କ୍ରିଏଟ କରିବା ପାଇଁ ସେ ଚେଷ୍ଟାରେ ଲାଗି ପଡିବ। ଆମ ଘର ମାନଙ୍କର ହେଲେ କଣ ହୁଏ, ବାହାଘର ଏସବୁ ହେଲା ପରେ ମୁଁ ପରେ କହିବି ଆମ ମାନଙ୍କ ଘର କେମିତି ହୁଏ, ପ୍ରଥମେ ପ୍ରୋସେସ ଟା କହିବି। ସେ ଯାଇକି କନ୍ୟାକୁ ରଖିବା ପାଇଁ ବୋଲିକି ତାର ଗୋଟେ ଗୃହ ରେଡି କରିବା ପାଇଁ ସେ ଯାଏ। ଆଉ ଏଇ ପିରିୟଡ ଟା ପାଖାପାଖି ବର୍ଷଟାର, ନାଇକି। ତ ସେତେବେଳେ ଏରୁସିନ୍ ଆରମ୍ଭ ହୁଏ, ଏଙ୍ଗେଜମେଣ୍ଟ ଆରମ୍ଭ ହୁଏ, ନାଇକି। ଏରୁସିନ୍ ବା ଏଙ୍ଗେଜମେଣ୍ଟ ଠାରୁ ବାହା ମ୍ୟାରେଜ ଟା 1 ଇୟର ରହେ, ନାଇକି। ସିଡିକୁନ୍ ବା ମ୍ୟୁଚୁଆଲ ଏଗ୍ରିମେଣ୍ଟ ବା ନେଗୋସିଏସନ ଫେଜରେ ସେମିତି କିଛି ଗ୍ୟାରେଣ୍ଟି ନାହିଁ, କିନ୍ତୁ ଏରୁସିନ୍ ବା ଏଙ୍ଗେଜମେଣ୍ଟ ଆରମ୍ଭ କଲେ ଜିଉସ ର କଲଚର ଅନୁସାରେ ବା ନିସୁଇନ୍ ବୋଲି କହନ୍ତି, ଯୋଉଟା ମ୍ୟାରେଜ ତୃତୀୟ ଆଉ ଲାଷ୍ଟ ଫେଜ। ଆଉ ସେଇଟା ଏରିସିନ୍ ରୁ ବା ଏଙ୍ଗେଜମେଣ୍ଟ ରୁ ମ୍ୟାରେଜ ପର୍ଯ୍ୟନ୍ତ 12ଟା ମାସ ରହେ।
12ଟା ମାସ ରହେ। ସେଥି ଭିତରେ କନ୍ୟା କଣ କରେ, ବର ଗୃହ ସଜାଡିବା ପାଇଁ କନ୍ୟାକୁ ରଖିବା ପାଇଁ ସେ ବିଭିନ୍ନ ଆରେଞ୍ଜମେଣ୍ଟ କରେ, ଆଉ ଆସିକିରି ତାକୁ ନେଇଯିବା ପାଇଁ ଆରେଞ୍ଜମେଣ୍ଟ କରେ। କନ୍ୟା କଣ କରେ, ବ୍ରାଇଡାଲ ସୁଟ ବା ତାର ଡ୍ରେସ ପାଇଁ କୋଉ ଡ୍ରେସ ପିନ୍ଧିବ କଣ କରିବ। ତାପରେ ସେଇ ଟାଇମରେ ଲ୍ୟାମ୍ପ ଲଗା ହଉଥିଲା ନାଇଁ କି, ଆଜିକାଲି ତ ଇଲେକ୍ଟ୍ରିସିଟି ହେଇଗଲା, ସେଥିପାଇଁ ବହୁତ ଜିନିଷ ଚେଞ୍ଜେସ୍ ହେଇଯାଇଛି, କିନ୍ତୁ ଆମକୁ ସେଇ କଣ୍ଟେକ୍ସଟରେ ବୁଝିବାକୁ ପଡିବ। ସେଇ ଟାଇମରେ ଲ୍ୟାମ୍ପ ଲଗା ହଉଥିଲା, ସେଇ ଲ୍ୟାମ୍ପକୁ ସେ ତେଲ, ଯେମିତି କି ଏନି 12 ମାସ ଭିତରେ ଏନି ଦିନ ସେ ଆସି ଯାଇପାରନ୍ତି, ସେମିତି କିଛି ନାହିଁ, କାରଣ ଅନେକ ଦୂର ବାଟ। ଆଜି ତ ଇଣ୍ଟରନେଟ ଇମେଲ ଫୋନରେ ସାଙ୍ଗେ ସାଙ୍ଗେ ଜଣା ହେଇଯିବ, ସେ ଆସିକି କହିକି ଯିବ ଯେ ଏଇ ଦିନ ଏଇ ତାରିଖ। ସେଥିପାଇଁ ତାରିଖ କିମ୍ବା ସମୟ ସେମାନେ ଜାଣୁଥିଲେ। ଯେତେବେଳେ ରାମର ରାମ ବୋଲେ କଣ, ବୋଦା ଯାହାକୁ ବଳି ଦିଅନ୍ତି, ତାର ସିଂହ ହିଁ ବଜେଇକିରି ବରଯାତ୍ରୀ ଆସିବେ। ବର ଆସିକିରି ସେଟା ପହଞ୍ଚିଲା ବେଳକୁ ରାତିରେ ହିଁ ସାଧାରଣତଃ ପହଞ୍ଚନ୍ତି ସେମାନେ। ଦିନ ଟ୍ରାଭେଲ କରନ୍ତି, କେତେ ଦିନ ଲାଗେ ଟ୍ରାଭେଲ କରିବାକୁ ନାଇକି। ସେ ଟ୍ରାଭେଲ କରି କରି ଯେତେବେଳେ ସେମାନେ ଆସିକି ପହଞ୍ଚନ୍ତି, ସେତେବେଳେ କଣ ହୁଏ, କନ୍ୟା ରେଡି ହେଇଥିବ, ଧରିକି ସାଙ୍ଗେ ସାଙ୍ଗେ ତା ସାଥିରେ ବାହାରିକିରି ସେମାନେ କପା ବୋଲିକିରି ଗୋଟେ ଅ ସାନ ଗୃହ, ସେ ଗୃହ ଭିତରକୁ ପ୍ରବେଶ କରି ସେମାନେ ପରସ୍ପର ସହ ଶପଥ ନେବେ। ଶପଥ ନେଲା ପରେ ସେମାନଙ୍କର ବିବାହ ପ୍ରକ୍ରିୟା, ସେ ପରସ୍ପରକୁ ଦ୍ରାକ୍ଷାରସ ଦେଇକି, ସାଧାରଣତଃ ପୁଅ ଦିଅନ୍ତି ଦ୍ରାକ୍ଷାରସ, ଆଉ ସେ ଜାଗାରେ ଝିଅକୁ ଦ୍ରାକ୍ଷାରସ ଦିଅନ୍ତି। ଝିଅ ଦ୍ରାକ୍ଷାରସ କପରେ ପିଇଲା ପରେ ତାଙ୍କର ଏଗ୍ରିମେଣ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ। ବା ବହୁତ ଜାଗାରେ ପଇସା ପତ୍ର, ଟଙ୍କା, ମୂଲ୍ୟବାନ ପଦାର୍ଥ, ରିଙ୍ଗ, ଏସବୁ ଜିନିଷ ପ୍ରଦାନ କରାଯାଇଛି ଏରୋସିନରେ ନାଇଁ, ଆମେ ଦେଖୁଛୁ। ଆଉ ଏଇଟା ବାଧ୍ୟବାଧକତା ନୁହେଁ। ଯେତେବେଳେ ଆଉ ଇସାକଙ୍କ ପାଇଁ ଆଣିବାକୁ ଗଲେ ଅବ୍ରାହମଙ୍କର ଦାସ, ଲାବନ ଘର ଯେ କେନନରୁ ପଦନହାରାମ ଗଲେ, ପଦନହାରାମ ମେସୋପୋଟାମିଆ ଗଲେ, ଆଉ ପାଖାପାଖି 400 କିଲୋମିଟର ରାସ୍ତା ନାଇଁ କି। 400 କିଲୋମିଟର ଗଲା ପରେ ସେ ତାଙ୍କୁ ପଚାରିଲେ, କାହାକୁ, ରେବେକାକୁ ପଚାରିଲେ ଯେ ରିବିକା, ଆଉ ତମେ ଆସିବ କି, ଯଦି ଆସିବ ଆସ, ଆଉ ଇଚ୍ଛା ଆପଣ ମାନେ, ମୁଁ ବା ମଣ୍ଡଳୀ ହଉଛି କନ୍ୟା, ଯୀଶୁଖ୍ରୀଷ୍ଟ ହଉଛନ୍ତି ବର। ଆଉ ଏଇଟା ପଚାରିବା ବା ଜବରଦସ୍ତି ଫୋର୍ସଫୁଲି ନିଆଯିବା ବିଷୟ ପରମେଶ୍ୱରଙ୍କ ଯୋଜନାରେ ଅନ୍ତର୍ଭୁକ୍ତ ନୁହେଁ। ପଚାରୁଛନ୍ତି ଯେ ରିବେକା, ଏଇଟା ହଉଛି ସିଏ, କାରଣ ସେଇ ମେସୋପୋଟାମିଆରେ ହିଁ ଅବ୍ରାହମ ପରିବାରକୁ ଛାଡିକି ଯାଇଥିଲେ, ଆଉ ଜାଣିଛନ୍ତି ସେମାନେ ସମସ୍ତେ ଏମାନେ କେନାନରେ ଅଛନ୍ତି, ତାଙ୍କ ଛୁଆ ଏଇଟା, ଏଇଠିକାର ଛୁଆ। ତ ଯଦି ଆସିବ ତୁମେ ସେଇଠିକି, ସ୍ୱର୍ଗ ରାଜ୍ୟ ଯୀଶୁଖ୍ରୀଷ୍ଟଙ୍କର, ଅବ୍ରାହମଙ୍କର ଦାସକୁ ପବିତ୍ର ଆତ୍ମା ହିସାବରେ ନିଆଯାଏ। ଅବ୍ରାହମ ପରମେଶ୍ୱର ଏବଂ ଯୀଶୁଖ୍ରୀଷ୍ଟ କୁ, ଇସାକକୁ, ଆଉ କନ୍ୟା ହଉଛି ମଣ୍ଡଳୀ, ଆପଣ ମାନେ, ମୁଁ, ଆମେ ସମସ୍ତେ। ଚର୍ଚ୍ଚ କହିଲେ ବିଲ୍ଡିଂ ନୁହଁ, ଚର୍ଚ୍ଚ କହିଲେ ଚର୍ଚ୍ଚ ବିଲ୍ଡିଂ ନୁହଁ, ଚର୍ଚ୍ଚରେ ଥିବା ବିଶ୍ୱାସିନୀ ମାନେ ହଉଛନ୍ତି ମଣ୍ଡଳୀ। ତ ସେଇମାନେ କାହାକୁ, ଯୀଶୁଖ୍ରୀଷ୍ଟଙ୍କୁ ବର ହିସାବରେ ଗ୍ରହଣ କରିବା ସମୟ। ଅବଶ୍ୟ 1 ମିନିଟ ଅଛି, ମୁଁ ଜଲ୍ଦି ସାରିବାକୁ ଚେଷ୍ଟା କରେ। ତ ଏଇ ଜାଗାରେ ଆମେ ଦେଖୁଛୁ ଯେ ଆଉ ସିଡୁକିନ୍, ଇରୁଜିନ୍ ଆଉ ନିଶୁଇନ୍ ବା ମ୍ୟାରେଜ ସିଜନ ଯେତେବେଳେ ଆସେ, ମ୍ୟାରେଜ ବେଳକୁ ସେ ହଠାତ୍ ଆସନ୍ତି, କେତେବେଳେ ଆସିବେ ଗ୍ୟାରେଣ୍ଟି ନାହିଁ। ଯୀଶୁଖ୍ରୀଷ୍ଟ ବି ସେମିତି କେତେବେଳେ ଆସିବେ ଗ୍ୟାରେଣ୍ଟି ନାହିଁ। ବର 12 ମାସ ଆମେ ସେଇ ପିରିୟଡରେ ଏବେ ଅଛୁ, 2ଟା ପିରିୟଡ ସରିଯାଇଛି, ଆମେ ପରକୁ ଏବେ ଜଗିବା ଟାଇମ। ଦୀପ ଜାଳି ରାଇଟଲି ଆପଣ ମାନେ 3 ଷ୍ଟେଜ ଅଫ ଏନସିଏଣ୍ଟ ଜିଉସ୍ ମ୍ୟାରେଜ ଟ୍ରାଡିସନ ବା ୱେଡିଂ ଟ୍ରାଡିସନ ବୋଲି ମାନନ୍ତୁ, ଆପଣ ଡିଟେଲ ପାଇଯିବେ ସେମାନେ କେମିତି ହଉଥିଲେ। ଆଉ ଦେଖନ୍ତୁ ଯୀଶୁଖ୍ରୀଷ୍ଟଙ୍କ ସାଥିରେ, ବାଇବଲ ସାଥିରେ, ପରମେଶ୍ୱରଙ୍କ ସାଥିରେ ସେଇ ସବୁ ଟ୍ରାଡିସନ କେମିତି ମ୍ୟାଚ୍ ହଉଛି, ଆପଣ ମାନେ ଠିକ ଭାବରେ ସେଠି ବୁଝିପାରିବେ। ତ ଏଇଟା ହଉଛି ମ୍ୟାଟର। ତ ସେଇ ଜାଗାରେ ଆମେ ଦେଖୁଛୁ ଯେ ବର ଯେତେବେଳେ ତା ବାପାଙ୍କ ଠାରୁ ଗ୍ରୀନ ସିଗ୍ନାଲ ପାଇବ, ଯାହା ଏଥର ନେଇକି ଗୃହ ପ୍ରସ୍ତୁତ ହେଇଯିବ। କନ୍ୟା ଆସିଲେ ଅନ୍ତପୁରରେ ରହିବା ପାଇଁ, ଅନ୍ତପୁରରେ ଗୃହ ଯେତେବେଳେ ପ୍ରସ୍ତୁତ ହବ, ସେତେବେଳେ ବାପାଙ୍କ ଠାରୁ ସେ ରାଇଟ ସିଗ୍ନାଲ ପାଇବ। ଯୀଶୁଖ୍ରୀଷ୍ଟ ସେମିତି ପରମେଶ୍ୱରଠୁ ରାଇଟ ସିଗ୍ନାଲ ପାଇଲା ପରେ, ଯେ ଦିସ୍ ଇଜ ଦ ଟାଇମ, ଗୋ ଆଣ୍ଡ ବ୍ରିଙ୍ଗ ୟୋର। ତ ସେତେବେଳେ ଯୀଶୁଖ୍ରୀଷ୍ଟ ଦ୍ୱିତୀୟ ଆଗମନ କରିବେ, ନାଇଁ, ଯୀଶୁଖ୍ରୀଷ୍ଟ ଦ୍ୱିତୀୟ ଆଗମନ କରିବେ। ତ ଏଇଟା ହଉଛି ସେଇ ଫେଜ୍। ଆମେ ବର୍ତ୍ତମାନ ଖ୍ରୀଷ୍ଟମାସ ଫେଜରେ ଅଛୁ, ଯେ ଯୋଉଟା ଯୀଶୁଖ୍ରୀଷ୍ଟକୁ ଆମେ ଗ୍ରହଣ କରିବାର ଫେଜ୍, ନାଇଁ, ଯୀଶୁଖ୍ରୀଷ୍ଟକୁ ଆମେ ଗ୍ରହଣ କରିବାର ଫେଜ୍। ସେ ଦ୍ୱିତୀୟ ଆଗମନ ଯେତେବେଳେ ହେବ, ସେ ଆସିବେ, ସେ ଘର ତିଆରି କରିବେ। ସେ କହିଛନ୍ତି, ମୁଁ ତୁମମାନଙ୍କୁ ଅନାଥ କରି ଯାଉନାହିଁ, ମୁଁ ଯାଉଛି ସ୍ଥାନ ପ୍ରସ୍ତୁତ କରିବି, ଆଉ ଆଉ ମୋ ଠାରେ ଅନେକ ଜାଗା ଅଛି ବୋଲି କହୁଛନ୍ତି, ନାଇଁ, ପୁଣି ମୁଁ ଯାଇ ତୁମମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି, ଆଉ ମୁଁ ଯେଉଁ ସ୍ଥାନରେ ଥାଏ ତୁମେ ମାନେ ମଧ୍ୟ ସେ ଯେପରି ସେଇ ସ୍ଥାନରେ ରହିବ, ନାଇଁ କି। ଆମେ ବେଳେ ବେଳେ ଅଲଗା ଜାଗାରେ ରହୁ, ସ୍ତ୍ରୀକୁ ନେଇ ଅଲଗା ଜାଗାରେ ରଖୁ, ନାଇଁ କି, ଯାହାକୁ ପ୍ରେମ କରୁ, ନାଇଁ, ସେଇ ମୁଁ ଯୋଉଠି ରହେ, ଏ ସବୁ ସୃଷ୍ଟି ମୋର,
मोर पितांकर परमेश्वरଙ୍କର ଆଉ ଏ ସବୁ ଛୁଟି ମୋର ଅଧୀନରେ ତ ମୁଁ ଯୋଉଠି ରହେ ସେଇ ଯେପରି ସେଇ ସ୍ଥାନରେ ତୁମେ ରହିବ ସେଥି ନିମନ୍ତେ ତୁମକୁ ଆପଣ ନିକଟକୁ ଘେନିଯିବି ବୋଲି କହୁଛନ୍ତି ନାଇଁ ଆପଣ ନିକଟକୁ ଘେନିଯିବି ବୋଲି କହୁଛନ୍ତି ତ ଏଇଠି ଆମେ ଦେଖୁଛୁ ଯେ ଏଇ ପିରିୟଡରେ ନିଶ୍ଚୟ ପିରିୟଡ ରେ ହଉଛି ୱେଟିଂ ପିରିୟଡ ଆମେ ପରମେଶ୍ୱରକୁ ବା ଯୀଶୁ ଖ୍ରୀଷ୍ଟଙ୍କୁ ଏବେ ୱେଟ୍ କରିବା ଟାଇମ ଅପେକ୍ଷା କରିବା ଟାଇମ ରେଡି ହେଇକି ନାଇଁ କି ରେଡି ହେଇକି ବାଇବଲରେ ଅନେକ ଜାଗାରେ ପ୍ରଭୁଙ୍କ ଦିନ ଚୋର ପରି ଉପସ୍ଥିତ ହେବ ସଦାଚାରୀ ଧର୍ମପରାୟଣ ଏଇ ଜିନିଷ ଦେଖ ସଦାଚାର କରିବାକୁ ପଡିବ ଆମେ ଭୁଲ ରାସ୍ତାରେ ପଳେଇଗଲେ ଆମର ବତି ସବୁ ଗୁଲ ହେଇଯିବ ଆମର ଦୀପରେ ତେଲ ସରିଯିବା ସଦୃଶ ହେବ ଯୋଉ ଦଶ କନ୍ୟାରେ ତ ଯୋଉ ପ୍ରତିଜ୍ଞା ବିଷୟ ଆପଣ ମାନେ ଦ୍ୱିତୀୟ ପିତର 31:10 ଏବଂ 12 ପଢିବେ ଦ୍ୱିତୀୟ ପିତର ଲାଷ୍ଟ ପର୍ବ ତିନିଟା ସେଠି ଅଛି ଦ୍ୱିତୀୟ ପିତର ଲାଷ୍ଟର ଆପଣ 10-13 ପଢିବେ ପରେ ଯେ ସେଇଠି ପ୍ରତିଜ୍ଞା ବିଷୟରେ କୁହାଯାଏ ନାଇଁ ଯୋଉ ଆମର ଏଙ୍ଗେଜମେଣ୍ଟ କଥା ସେ ପ୍ରତିଜ୍ଞା ନୂତନ ଆକାଶ ମଣ୍ଡଳ କଥା କୁହାଯାଏ ଘର ତ ଏଇ ତିନିଟା ଯାକ ବିଷୟ ପରମେଶ୍ୱରଙ୍କ ଯୋଜନାର ଅନ୍ତର୍ଭୁକ୍ତ ନାଇଁ ତ ଏଇ ଜାଗାରେ ଜୁଏଲ 2ର ବର ଆପଣ ଶୟନ ଗୃହରୁ କନ୍ୟା ଆପଣ ଅନ୍ତପୁରରୁ ବାହାରୁ ବୋଲି କହୁଛନ୍ତି ଯେହେତୁ ଗୃହ ପ୍ରସ୍ତୁତ ବିଷୟରେ ମୁଁ କହୁଥିଲି ତ ଆମମାନଙ୍କୁ ଏଇ ସବୁ ବିଷୟ ଜାଣିବାକୁ ପଡିବ ଯେ ପରମେଶ୍ୱରଙ୍କର ଯାହା ସବୁ ସୃଷ୍ଟି ହଉଛି ଯାହା ସବୁ ବିଷୟ ସବୁ ଘଟୁଛି ଏସବୁ ତାଙ୍କ ଯୋଜନାର ଅନ୍ତର୍ଭୁକ୍ତ ଏମିତି ସେମିତି ହେଇକିରି କିଛି ହୁଏନି ଯେ ପରମେଶ୍ୱର ଏଇ ସମଗ୍ର ପୃଥିବୀକୁ ସୃଷ୍ଟି କଲେ ଏବଂ ନିଜେ ମରିୟମଙ୍କ ଦ୍ଵାରା ଆସିକି କଣ କଲେ ଜନ୍ମ ହେଲେ ଏକ୍ସପିରିଏନ୍ସ କରିବା ପାଇଁ ଆମେ ବେଳେ ବେଳେ କୋଉଠି ଜାଗାରେ ଥଣ୍ଡା ଲାଗିଗଲେ କୋଉ ଜାଗାରେ ବାହାରେ ରହିଗଲେ କିଛି ସିଚୁଏସନ ଖରାପ ହେଇଗଲେ ଆମେ ବେଳେ ବେଳେ ଦୁଃଖ ହେଇଯାଉ ଆଉ ଭାଗ୍ୟର କେମିତି ଅଛି କି ବୋଲି କିନ୍ତୁ ଦେଖନ୍ତୁ ସୃଷ୍ଟିକର୍ତ୍ତା ଆଜି ଦିନହୀନ ହେଇକିରି ଆସିବା ପାଇଁ ପଛକୁ ଚାହୁଁନାହାନ୍ତି ନାଇଁ କଣ ପାଇଁ ଏକ୍ସପିରିଏନ୍ସ କରିବାକୁ ଚାହୁଁଛନ୍ତି ଯେ ଲାଇଫଟାକୁ ମୃତ୍ୟୁକୁ ଏକ୍ସପିରିଏନ୍ସ କରିବା ପାଇଁ ସେ ଆସିଲେ ବିଶେଷ କରି ଶୈତାନକୁ ହରେଇବା ପାଇଁ ମୃତ୍ୟୁ କଣ ମୃତ୍ୟୁକୁ ସେ ଏକ୍ସପିରିଏନ୍ସ କଲେ ହିଁ ଶକ୍ତିଶାଳୀ ବୋଲିକି କହିପାରିବ ଆଉ ଶୈତାନର ମସ୍ତକ ଚୂର୍ଣ୍ଣ ହବ ତ ସେଟା ସେ କରିବା ପାଇଁ ମରିୟମକୁ ଗର୍ଭକୁ ଆସିଛି ଏଇଟା ଯୋଜନାବଦ୍ଧ ହିସାବରେ ହେଇଛି ଯେମିତିକି ଜିଉସର ଟ୍ରାଡିସନରେ ଯାହା ସବୁ ଘଟେ ସେଇ ସବୁ ବିଷୟ ଆମେ ଏଠି ଦେଖୁଛୁ ନାଇଁ ସେଇ ସବୁ ବିଷୟ ଆମେ ଏଠି ଦେଖୁଛୁ ଆମେ ଜାକବ ରାହେଲ ଲେୟାକୁ ବି ବିଷୟରେ ବି ଆମର ବାଇବଲରେ ବର୍ଣ୍ଣନା କରାଯାଇଛି ଏଟାକୁ ମଧ୍ୟ ଏଇ ବିଭିନ୍ନ ଜିନିଷକୁ ଯେ ଦେଖି ସ୍ତ୍ରୀକୁ ଦେଖିକି ବାହା ହେବାର ଯୋଉ ପ୍ରଥା ଏଇ ବିଷୟ ଆଉ ଲାଷ୍ଟ କହିକିରି ମୁଁ ଶେଷ କରିବାକୁ ଚାହେଁ ଯେ 8:03 ହେଇଗଲାଣି 8:05 ସୁଦ୍ଧା ଶେଷ କରିବା ଯେ ଶେଷରେ ରେଭେଲେସନ 21 ବା 1:2ରେ ଆମେ ଦେଖୁଛୁ ଯେ ବା ତା ଆଗରୁ ଯଦି ଆମେ ଚିନ୍ତା କରିବା ଯେ ବର ଗୋଟେ ଭୋଜ ପ୍ରସ୍ତୁତ କରିବେ ନାଇଁ କି ଯେମିତିକି ବିଚାରକର୍ତ୍ତା 14:10ରେ ସାମସନ ଗୋଟେ ଭୋଜ ପ୍ରସ୍ତୁତ କଲେ ତାଙ୍କ ସାଙ୍ଗରେ ରହିବା ପାଇଁ 30 ଜଣ ଲୋକ ଆସିଲେ ସେମାନେ ସେଠି ରହିଲେ ଏ ଭୋଜି ଦେଲେ କାହାକୁ ଦଲିଲାକୁ ବାହା ହେବା ନିମନ୍ତେ ତ ସେମିତି ଯେତେବେଳେ କନ୍ୟାକୁ ଗ୍ରହଣ କରିବା ପାଇଁ ଆସିବେ ଯୀଶୁ ଖ୍ରୀଷ୍ଟ ସେତେବେଳକୁ ସେ ଭୋଜ କଥା ଲେଖାଥିଲା ନାଇକି ମ୍ୟାରେଜ ସପର ଅଫ ଦ ଲ୍ୟାମ୍ପ ନାଇକି ବା ମେଷ ଶାବଙ୍କର ବିବାହ ଭୋଜ ବିଷୟରେ ବର୍ଣ୍ଣନା କରାଯାଏ ସୃଷ୍ଟିର ଆରମ୍ଭ ହେଲା କୋଉଠୁ ଏଗ୍ରିମେଣ୍ଟରୁ ତାପରେ କଣ ହେଇଛି ଆମେ ଦେଖୁଛୁ ଯେ ଇରୁଜିନ ବା ଏଙ୍ଗେଜମେଣ୍ଟ ନିଶ୍ଚିନ ବା ବାହାଘର ଏବଂ ବାହାଘରକୁ ସେଲିବ୍ରେସନ କରିବା ପାଇଁ ଯାହା ହୁଏ ତା ବାହାଘର ଭୋଜି ଆମେ ସେଇ ଅପେକ୍ଷାରେ ଅଛୁ ଏବେ ଯୀଶୁ ଆମକୁ ନେବେ ଏବେ ସବୁ ସରିଯାଇଛି ଖାଲି ଯୀଶୁ ଆମକୁ ନେଇକିରି ବାହାଘର ଭୋଜି ଦେବା ସେ ବାଗଦାନ କାର୍ଯ୍ୟ ସେଇ ଫେଜ ଗୁଡାକ ଆମ ଜୀବନରେ ସରିଯାଇଛି ଆମେ କେବେ ନିଜକୁ ସୁସଜ୍ଜିତ କରି ରେଡି ହେଇକି ଅନ୍ୟ କୌଣସି ବିଷୟ ଧ୍ୟାନ ନକରି ପରମେଶ୍ୱରଙ୍କୁ ଲକ୍ଷ୍ୟ ରଖିକିରି ବଞ୍ଚି ଆଉ ତାଙ୍କ ଅନୁସାରେ ଜୀବନ କାଟିଲେ ସେ ଆସି ଆମକୁ ନେବେ ବିବାହ ଭୋଜ ଦେବେ ଆମେ ସମସ୍ତେ ତ ଆମର ଅପେକ୍ଷା କହୁଛନ୍ତି ଯେ ନୂତନ ଜେରୁସାଲାମ ଦେଖିଲି ବୋଲିକି କହୁଛନ୍ତି ନାଇଁ ଜହନ ରେଭେଲେସନ 21:1-2ରେ ଗୋଟେ ନୂଆ ବର ନିମନ୍ତେ ସଜିତା କନ୍ୟା ସଦୃଶ ସେ କାଠାରୁ ଆସୁଛି ଈଶ୍ୱରଙ୍କ ଠାରୁ ଆସୁଛି ବୋଲି କହୁଛନ୍ତି ତାର ସେ ସ୍ଥାନ ପ୍ରସ୍ତୁତ କରିବାକୁ ଯୋଉ ଯାଇଛନ୍ତି ସେଇ ସ୍ଥାନ ଧରିକିରି ଆସୁଛନ୍ତି ବାହା କରିକି ଆମକୁ ସେଠି ନେଇକି ରଖିବେ ଆପଣ ମାନଙ୍କୁ ମତେ ବା ଆମ ଚର୍ଚ୍ଚକୁ ବା ଆମ ମଣ୍ଡଳୀକୁ ସେ ସେଇଠି ନେଇକିରି ରଖିବେ ନାଇକି ଏଇଟା ତାଙ୍କର ଦ୍ୱିତୀୟ ଆଗମନକୁ ବୁଝାଏ ନାଇକି ଏଇଟା ଦ୍ୱିତୀୟ ଆଗମନକୁ ତାପରେ ଯୋଉ ଭୋଜି ହବ ନେଲା ପରେ ଯୋଉ ସେଲିବ୍ରେସନ ହେବ ସେଟାକୁ ସିମସା ବୋଲିକି କହନ୍ତି ଗ୍ରୀକରେ ହିବ୍ରୁରେ ସରି ତାକୁ ସିମସା ବୋଲିକି କହନ୍ତି ତ ଯୋଉମାନେ ସିମସାରେ ଆମ ସହିତ ଭାଗ ନେଇ ପାରିବେନି ସେମାନେ କି ଯୋଉମାନେ ଯୀଶୁକୁ ଜାଣିନାହାନ୍ତି ନାଇକି ଅନ୍ୟମାନେ ତ ଆମର ଡ୍ୟୁଟି କଣ হবে ସେମାନଙ୍କୁ କହିବା ଯେ ଦେଖ ଏଟା ବର୍ତ୍ତମାନ ଆମର ଖ୍ରୀଷ୍ଟମାସ ଏଇଟା ଟାଇମ ଆପଣ ମାନେ କହିପାରିବେ ଯେ ଦେଖ ସେ ଶୀଘ୍ର ଆସୁଛନ୍ତି ସିମସାରେ ଯଦି ଭାଗ ନେବାକୁ ଇଚ୍ଛା ଯେ
তুমি ଯୀଶୁକୁ ବିଶ୍ୱାସ କର ଆଉ ବାପ୍ତିସ୍ମ ନିଅ। ମୁଁ କଥା କହିଛ ଯେ ପ୍ରଥମ ଯୋଉଟା ଆମେ ଚିନ୍ତା କରୁଛୁ ସିଡି କିନ୍, ମୁଁ କଥାରେ କଥାରେ ଅଟକି ଯାଇଥିଲି ଯେ ସେଠି ମିକବା କରିବେ, MIKVA। ମିକବା ହଉଛି ଯେ ଜଳରେ ସେମାନେ ଗୋଟେ ନ୍ୟାଚୁରାଲ ସ୍ରୋତରୁ ଯୋଉ ଜଳ ବାହାରିବ ସେ ଜଳରେ ଅଲଗା ଅଲଗା ବର ଅଲଗା ଆଉ କନ୍ୟା ଅଲଗା, ସେମାନେ ଦୁଇ ଜଣ ପରସ୍ପରକୁ ଇମର୍ଜ କରିବେ ବା ଡୁବି ଯିବେ ବା ବାପ୍ତିସ୍ମ ନେବେ ଆଉ ନୂଆ ଜୀବନ ଆରମ୍ଭ କରିବା ପାଇଁ ଶପଥ ନେବେ। ଆଉ ସେଇଟା ହଉଛି ସେମାନଙ୍କର କମିଟମେଣ୍ଟ ପ୍ରଥମ ଷ୍ଟେଜ ବା ଇରୁଜିନ ର ଷ୍ଟେଜଟା, ଦ୍ୱିତୀୟ ଷ୍ଟେଜରେ। ତ ସେଇଟା ହଉଛି ଯେ ତୁମେ ମଧ୍ୟ ଇରୁଜିନ ହୁଅ ବା ଏଙ୍ଗେଜମେଣ୍ଟ ହୁଅ ଯୀଶୁଙ୍କ ସାଥିରେ, ଯୋଉ ଦ୍ୱାରା ତୁମେ କୋଉଠି ଭାଗ ନେଇପାରିବ ନା ମହାଭୋଜରେ ଭାଗ ନେଇପାରିବ। ତ ଏଇଟା ଆମର କଥା ହେବା ଉଚିତ ନାଇଁ କି, ଏଇଟା ଆମର କଥା ହେବା ଉଚିତ ଯୋଉମାନେ ପାଖରେ ପହଞ୍ଚି ନାହିଁ। ସେଥିପାଇଁ ଆଉ ଥରେ ରେଭଲ୍ୟୁସନ ର 12 22 ର 17 ସରି 12 ଆଉ 17 ପଢି ମୁଁ ସମାପ୍ତ କରିବା ପାଇଁ ଚାହେଁ। ଦେଖ ଆମେ ଶୀଘ୍ର ଆସୁଛୁ, ଯୀଶୁ କହୁଛନ୍ତି ନାଇଁ, ପ୍ରତ୍ୟେକ ଲୋକଙ୍କୁ ତାହାର କର୍ମାନୁସାରେ ଫଳ ଦେବାକୁ ଆମର ପୁରସ୍କାର ଆମ ସାଙ୍ଗରେ ଅଛି। ଏଟା 12 ପଦ। ମୁଁ 17 ପଦ ଦେଖିବା ପାଇଁ ଆତ୍ମା ଓ କନ୍ୟା କହନ୍ତି, ଦେଖନ୍ତୁ ଏଇଠି ବି କନ୍ୟା ଅଛି। ଆତ୍ମା ଓ କନ୍ୟା କହନ୍ତି ଆସ, ଆସ ବୋଲି କହନ୍ତି ନାଇଁ। ତ ଆମର ଡ୍ୟୁଟି କଣ ଏବେ? ଆସ ବୋଲି ଡାକିବା। ଆମେ କନ୍ୟା ଯଦି ଭାବୁଛୁ ଆମ ଚର୍ଚ୍ଚ ଯଦି କନ୍ୟା ବୋଲିକିରି ନିଜକୁ ଗ୍ରହଣ କରେ ଆମ ମଣ୍ଡଳୀ, ତେବେ ଆସ ବୋଲି ଡାକିବା। ପୁଣି ଯିଏ ଶୁଣେ ଯେ ଏମାନେ ଆସ ବୋଲି କହିଲେ, ତାପରେ ଯିଏ ଶୁଣେ ସେମାନେ କଣ କହିବେ? ଆସ ବୋଲି ସେମାନେ ବି କହିବେ କମ ବୋଲି। ଆସ ଆସ ସମସ୍ତେ କଣ ପାଇଁ? ଯିଏ ତୃଷାର୍ଥ ସେ ଆସୁ। 22 ର 17 ଯେ ତୃଷାର୍ଥ ସେ ଆସୁ, ଯେ ଇଚ୍ଛା କରେ ସେ ଆସୁ। ଇଚ୍ଛା ନାଇଁ କି, ଇଚ୍ଛା କଲେ ହିଁ, ଯେମିତି କି ଅବ୍ରାହ୍ମକୁ ବା ଇସାକୁ ଯାଇକି ରେବେକାକୁ କହିଲେ ଯଦି ଇଚ୍ଛା ତମେ ଆସ, ଜବରଦସ୍ତି କିଛି ନାହିଁ ଏଠି ନାଇଁ କି, ଯେ ଇଚ୍ଛା କରେ। ଆଉ ବିନା ମୂଲ୍ୟରେ ଜୀବନ ଦାୟକ ଜଳ ପାନ କରିବୁ, ଫ୍ରି। ଯୀଶୁଙ୍କ ନିକଟକୁ ଆସିବାଟା ଫ୍ରି। ତ ପ୍ରଭୁ ଆମକୁ ଆଶୀର୍ବାଦ କରୁ। ଖ୍ରୀଷ୍ଟିଆନ ଜୀବନରେ ଏ ଖ୍ରୀଷ୍ଟମାସ, ଖ୍ରୀଷ୍ଟମାସ ହଉଛି ଖ୍ରୀଷ୍ଟଙ୍କର ମାସ ବୋଲେ ଦଳ ସମୂହକୁ କୁହାଯାଏ। ବେଳେ ବେଳେ ଲୋକମାନେ ମାସ ବୋଲି କୁହନ୍ତି। ଖ୍ରୀଷ୍ଟ ମାସ, ମାସ ହଉଛି ଯୋଉ ଚର୍ଚ୍ଚ ହୁଏ, ବହୁତ ଲୋକ ହୁଅନ୍ତି ଆଉ ସେଠି କୁହାଯାଏ ଯେ ସେଟା ମାସ। ବହୁତ ଲୋକ ଏକତ୍ରିତ ହେବାଟା ହଉଛି ମାସ ବୋଲି କୁହାଯାଏ ନାଇଁ କି। ମାସ ଡ୍ରିଲ କରୁଛନ୍ତି, ଡ୍ରିଲ କରିବା ପାଇଁ ବହୁତ ଲୋକ ଏକତ୍ରିତ କରିଥିଲେ। ତ ଖ୍ରୀଷ୍ଟମାସ କହିଲେ ଖ୍ରୀଷ୍ଟଙ୍କର ଦଳ ବୋଲିକିରି ଆମେ ବୁଝୁ। ଏଟା ଖ୍ରୀଷ୍ଟଙ୍କର ଦଳ, ଖ୍ରୀଷ୍ଟଙ୍କ ଜନ୍ମ ପାଳନ କରିଛୁ ତ ଆମେ, କିନ୍ତୁ ଖ୍ରୀଷ୍ଟମାସର ପ୍ରକୃତ ଅର୍ଥ ହଉଛି ଖ୍ରୀଷ୍ଟଙ୍କର ଦଳ, ବୃହତ ବିରାଟ ଦଳ। କାହାର? ଖ୍ରୀଷ୍ଟଙ୍କ ନାମରେ। ଖ୍ରୀଷ୍ଟଙ୍କ ନାମରେ ଆସୁଥିବା ଦଳକୁ ଖ୍ରୀଷ୍ଟର ମାସ, ମାସ ଅଫ ଦ ଖ୍ରୀଷ୍ଟ ବୋଲି କୁହାଯାଏ ନାହିଁ। ଏ ଦଳ ଖ୍ରୀଷ୍ଟଙ୍କ ପାଇଁ, ଖ୍ରୀଷ୍ଟଙ୍କର ଦଳ ଏଟା। ତ ଆମକୁ ସେଭଳି ଆଚରଣ କରିବାକୁ ପଡିବ, ଅନ୍ୟମାନଙ୍କ ନିକଟରେ ପହଞ୍ଚେଇବାକୁ ପଡିବ, ଅନ୍ୟମାନଙ୍କୁ ପ୍ରେମ କରିବାକୁ ପଡିବ, ଅନ୍ୟମାନଙ୍କୁ ସାମିଲ କରିବାକୁ ପଡିବ। ଆଉ ତେବେ ହିଁ ଏ ଖ୍ରୀଷ୍ଟ ମାସର ଶବ୍ଦଟା ର ଅର୍ଥର ଯଥାର୍ଥତା ବୁଝା ପଡିବ। ଯଦି ଆମେ ଏଇ ମାସ ବା ବହୁତ ଗ୍ରୁପ, ବହୁତ ଦଳ ଖ୍ରୀଷ୍ଟଙ୍କର ନ ହେଇକିରି ଅଲଗା ଇଏ ହଉଛନ୍ତି, ତେବେ ସେଟା ତ କୌଣସି ବିଷୟରେ ଗ୍ରହଣୀୟ ନୁହେଁ। ତ ସେଥିପାଇଁ ଖ୍ରୀଷ୍ଟମାସର ପ୍ରକୃତ ଅର୍ଥ ହଉଛି ଖ୍ରୀଷ୍ଟ ହଉଛି ଖ୍ରୀଷ୍ଟ ଆଉ ମାସ ହଉଛି ତାଙ୍କର ଦଳ। ତ ଆମେ ତାଙ୍କର ଦଳର ଲୋକ, ଆମେ ଅନ୍ୟମାନଙ୍କୁ ଦଳରେ ସାମିଲ କରିବା, ଅନ୍ୟମାନଙ୍କୁ ପ୍ରେମର କଥା ଦେବା, କଥା କହିବା, ପ୍ରେମରେ ଆମ ପାଖରେ ଯାହା ଅଛି ତାହା ଆମେ ପ୍ରଦାନ କରିବା, ସେମାନଙ୍କୁ କହିବା ଆଉ ପ୍ରସ୍ତୁତ କରିବା ତାଙ୍କର ରାଜ୍ୟ ନିମନ୍ତେ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଧନ୍ୟବାଦ। ନମସ୍କାର। ଧନ୍ୟବାଦ ସାର୍, ବହୁତ ସୁନ୍ଦର ବାକ୍ୟ ଆଉ ବହୁତ ସୁନ୍ଦର